नमो विष्णुपदाय कृष्णपृष्ठाय भूतले श्रीमते भक्तिवेदांत स्वामिनिति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्णा 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 हरे हरे, हरे राम 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 हरे हरे। अजानुलंबित भुजो कनकावदातो संकीर्तनैकपितरो कमलायताक्यो विश्वम्भरो द्विजवरो जुगधर्म पालो वंदे जगत प्रिय करो करुणावतारो। वंदे जगत प्रिय करो करुणावतारो। वंदे जगत प्रिय करो करुणावतारो। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। सर्वप्रथमे प्रभु जगन्नाथ बलदेव सुभद्रा महाराणी चरण कमल शतकोटि दंडवत प्रणाम पूर्वक एवं प्रभु श्री श्री गौरनिताय श्री श्री कृष्ण बलराम राधा गोपीनाथ जी एवं राधा गोपाल जी शरणागत ही प्रभुपाद गुरुदेव कृपा भिक्षा करी विशेषकर प्रभु जगन्नाथ गुंडीचा मंदिर रे ए वर्ष एक गुरुत्वपूर्ण विषय माने आलोचना करने जाऊे। विशेषकर भक्त मानकर चरित महाप्रभुंकर भक्त मान चरित चैतन्य चरितामृत चैतन्य भागवत भक्ति रत्नाकर कवि करुणपुर गोस्वामी चैतन्य चंद्रोदय नाटक अन्य वैष्णव आचार्य मानकर रचित गौर भक्त मानकर चरित को सब संग्रह कर जहाँ वैष्णव मानकर कृपार गुरुदेव कृपार आम संग्रह करें आम ये आलोचना करवा। तेरे फैन टा बंद कर समस्त को बहुत अनुरोध एवं आपण मान सूचना देवाई चाहे जे ये भागवतम नुहति भक्तर चरित तेणु जिते श्रद्धा और भक्ति विश्वास सह आदर सह मान श्रवण करवा आमर बहुत मंगल हम। आ विशेष भाव ये चरित आलोचना करने पूर्वर आज प्रथम दिन भक्त चरितर महात्म्य आम मान श्रवण करी तार परे महाप्रभुंर भक्त मान चरित आम श्रवण करवा जे किभली महाप्रभुंर भक्त माने आम पाई अमूल्य रत्नर भंडार रखी दी जाइछंती। कारण यदि प्रश्न करा जाए जे भक्ति मार्ग सुलभ सुगम ना दुर्गम, यदि समस्त भक्त मान कर्मी ज्ञानी जोगी मान सहित भक्त वही प्रश्न करा जाए जे भक्ति मार्गटा सुलभ सुगम ना दुर्गम, कौन उत्तर आसो? सबु शास्त्र भी कहते भक्ति मार्ग हूँ सुगम, किंतु भक्ति मार्ग उभय भक्ति मार्ग सुगम और दुर्गम। भक्ति मार्ग कहाँ पाए सुगम आ भक्ति मार्ग कहाँ पाए दुर्गम? ये भक्ति पथर चलवा एत सहज ना, पुणी चलवा भी बहुत सहज। सुगम क्यों मान पाए?
ଆଉ ଦୁର୍ଗମ କେଉଁମାନଙ୍କ ପାଇଁ? ଯେଉଁମାନେ ସ୍ୱପନ୍ଥାକାରୀ ନିଜ ଶକ୍ତି ବଳରେ ନିଜର ବୁଦ୍ଧି ବଳରେ ଭକ୍ତି ରାଜ୍ୟରେ ଚାଲିବାଟା ବହୁତ ଦୁର୍ଗମ। ଆମେ ନିଜର ଭାବନା ଦେଇ ଆମେ ନିଜେ ବିଚାର କରି ହଁ ଭକ୍ତି ମାର୍ଗର ଏଇଟା ହଉଛି ସାର ଜିନିଷ, ମୁଁ ଏଭଳି ଭାବରେ ଭକ୍ତି କରିବି, ସେଭଳି ହେଇପାରିବା, ସେଟା ଦୁର୍ଗମ। ଆଉ ଆଚାର୍ଯ୍ୟ ମାନେ ଯେଭଳି ଭକ୍ତି ଆଚରଣ କରିଛନ୍ତି, ଆଚାର୍ଯ୍ୟ ମାନେ ଜୀବନରେ ଭଗବାନଙ୍କର ଭଜନ କରି ପ୍ରଭୁଙ୍କୁ ଯେଭଳି ପ୍ରାପ୍ତ ହେଇଛନ୍ତି, ସେ ଯୋଉ ମାର୍ଗ ପ୍ରଦର୍ଶନ କରିଛନ୍ତି ସେଇ ମାର୍ଗରେ ଯିବାଟା ହଉଛି ସୁଗମ। ଭକ୍ତି ଯେତେବେଳେ ସୁଲଭ ଭଳି କୁହାଯାଇଛି, ଭକ୍ତି ମାର୍ଗକୁ ଯେତେବେଳେ ସୁଗମ ବୋଲି କୁହାଯାଇଛି, ସେତେବେଳେ ବୁଝିବାକୁ ପଡିବ ସେଠି ଆଚାର୍ଯ୍ୟଙ୍କର କୃପା ଅଛି, ଆଚାର୍ଯ୍ୟଙ୍କର ପ୍ରଦର୍ଶିତ ମାର୍ଗକୁ ସୁଗମ ବୋଲି କୁହାଯାଇଛି। ସ୍ୱପନ୍ଥାରେ ସୃଷ୍ଟି କରିଥିବା ଭକ୍ତି ମାର୍ଗଟା କେବେ ସୁଗମ ନୁହେଁ, ବହୁତ ଦୁର୍ଗମ। ଭକ୍ତି ତ ପ୍ରାପ୍ତ ହେଇପାରିବ ନା, କେବଳ ବହୁ ପରିଶ୍ରମ କରିବାକୁ ହିଁ ପଡେ। ସେଥିପାଇଁ ଏଇ ଯୋଉ ଆଚାର୍ଯ୍ୟ ମାନେ ଯୋଉ ପନ୍ଥା ଦେଇକି ଯାଇଛନ୍ତି, ଯେଉଁ ପଥ ଦେଇ ସେମାନେ ଏଇ ମହାପ୍ରଭୁଙ୍କ ଧାରା, ବିଶେଷ କରି ଏ ଚୈତନ୍ୟ ମହାପ୍ରଭୁଙ୍କ ଧାରାରେ ସେମାନେ କିଭଳି ଭକ୍ତି ଅର୍ଜନ କରିଛନ୍ତି, ସେଇ କଥା ହିଁ ସମସ୍ତ ଗୋସ୍ୱାମୀମାନଙ୍କ ଜୀବନ ଚରିତ୍ର ଆମେ ଶୁଣିବା। ଭକ୍ତମାନଙ୍କର ଜୀବନ ଚରିତ୍ର ବହୁତ ସୁନ୍ଦର। ଆଉ ଯଦି ଭକ୍ତି କେହି ବିଶେଷ କରି ଯାଜନ କରିବା ପାଇଁ ଚାହେଁ କଳିଯୁଗରେ, ଯଦି ପ୍ରଶ୍ନ କରାଯାଏ ଭଗବାନଙ୍କର ପାର୍ଷଦ ମାନେ, ଭଗବାନଙ୍କର ଭକ୍ତ ମାନେ ସତ୍ୟ ତ୍ରେତୟା ଦ୍ୱାପରରେ ଭଗବାନ ସାକ୍ଷାତ ଭଗବାନ ଶ୍ରୀକୃଷ୍ଣ ଏପରିକି ଦ୍ୱାପରରେ ଲୀଳା କରୁଥିବା ସମୟରେ ଯୋଉମାନେ ଭଗବାନଙ୍କ ସହିତ ଲୀଳା କରୁଥିଲେ ସେମାନେ ଭାଗ୍ୟବାନ ନା କଳିଯୁଗରେ ସାଧକ ମାନେ ଭାଗ୍ୟବାନ? ଆଚାର୍ଯ୍ୟ ମାନଙ୍କର ପନ୍ଥା ଯେ କଳିଯୁଗ ଅଲଗା ଯୁଗ ଠାରୁ ଏଇଥିପାଇଁ ଶ୍ରେଷ୍ଠ, କଳିଯୁଗରେ ଅଲଗା ଯୁଗରେ ସାଧକ ମାନେ ଥରେ ବା ଦୁଇଥର ଭଗବାନଙ୍କୁ ଦର୍ଶନ ପାଇଛନ୍ତି। ଭଗବାନ ମଥୁରାରେ ଦ୍ୱାରକାରେ ଥିଲାବେଳେ ଗୋପବାସୀ ମାନେ ଯୋଉମାନେ ଭଗବାନଙ୍କର ସବୁଠୁ ଆଦର ପ୍ରିୟ ପ୍ରାଣ ସ୍ୱରୂପ, ସେମାନଙ୍କୁ ଭଗବାନଙ୍କୁ ଦର୍ଶନ କରିବା ପାଇଁ ହେଲେ କେବଳ ବ୍ୟାକୁଳରେ କ୍ରନ୍ଦନ କରି ରହିବାକୁ ପଡୁଥିଲା। ସେମାନେ କଦାଚିତ ସ୍ୱପ୍ନରେ ଥରେ ବା ଦୁଇଥର ସ୍ୱପ୍ନ ଦେଖୁଥିଲେ। କିନ୍ତୁ କଳିଯୁଗରେ ମହାପ୍ରଭୁଙ୍କର ଭକ୍ତ ମାନେ, କଳିଯୁଗର ସାଧକ ମାନେ ଶହ ଶହ ବାର ଭଗବାନ ଶ୍ରୀକୃଷ୍ଣଙ୍କୁ, ଯେଉଁ ସମୟରେ ପ୍ରଭୁଙ୍କର ଅବତାର ନାହିଁ, ପ୍ରଭୁ ମହାପ୍ରଭୁ ରୂପରେ ଲୀଳା କରୁଛନ୍ତି, ସେଇ ସମୟରେ ଏଇ କଳିଯୁଗରେ ଶହ ଶହ ବାର ଭଗବାନ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିଛନ୍ତି। ଶହ ଶହ ବାର, ଯେଉଁ ସମୟରେ ଇଚ୍ଛା କରନ୍ତି ସେଇ ସମୟରେ ପ୍ରଭୁଙ୍କୁ ଦର୍ଶନ କର। କଳିଯୁଗରେ ଏଇ ମହାପ୍ରଭୁଙ୍କ ଭକ୍ତ ମାନେ କିଭଳି ମହାପ୍ରଭୁଙ୍କୁ, ଭଗବାନ ଶ୍ରୀକୃଷ୍ଣଙ୍କୁ କିଭଳି ସାକ୍ଷାତ ପ୍ରାପ୍ତ ହେଇଛନ୍ତି, ତାଙ୍କର ଜୀବନ ଚରିତ୍ର ଆମମାନେ ଶୁଣିବା। ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ମହାପ୍ରଭୁ କିଭଳି ଗୋସ୍ୱାମୀ ମାନଙ୍କୁ ମହାପ୍ରଭୁ କ୍ରନ୍ଦନ କରୁଛନ୍ତି। ମହାପ୍ରଭୁଙ୍କର କ୍ରନ୍ଦନର ଦୁଇଟି କାରଣ। ମହାପ୍ରଭୁ କାନ୍ଦୁଛନ୍ତି ଦୁଇଟି ପାଇଁ ଆବିର୍ଭାବ ହେଲା ପରେ। ପ୍ରଥମ କାରଣ, ଲୋକମାନେ ତ ବହିର୍ମୁଖ ହେଇଛନ୍ତି, ଜୀବମାନଙ୍କର ଦୁଃଖକୁ ଦେଖିକି ତାଙ୍କର ଅନ୍ତର କାନ୍ଦୁଛି। ଏ ତ ସ୍ୱାଭାବିକ କଳିଯୁଗ, ଆଉ କଳିଯୁଗରେ ସମସ୍ତେ ବହିର୍ମୁଖ। ଅଲଗା ଯୁଗରେ ଯୋଗୀ ଜ୍ଞାନୀ କର୍ମୀ ସାଧନାରେ କିଛି କିଛି ସାଧନ କରୁଥିଲେ। କର୍ମୀ ମାନେ କର୍ମ ଫଳ କିଛି ପୁଣ୍ୟ ପାଇବା ପାଇଁ ବି ଚେଷ୍ଟା କରୁଥିଲେ। କିନ୍ତୁ କଳିଯୁଗରେ କର୍ମୀ ମାନେ ପୁଣ୍ୟ ପାଇବା ପାଇଁ ଚେଷ୍ଟା କରୁନାହାନ୍ତି। ଯୋଗୀ ମାନେ ଯୋଗପନ୍ଥାରେ, ଜ୍ଞାନୀ ମାନେ ଧ୍ୟାନ ମାର୍ଗରେ, ସେମାନେ ବି ସ୍ଥିର ନୁହନ୍ତି। ଆଉ ମହାପ୍ରଭୁ ଯେତେବେଳେ ଅବତରଣ କଲେ, ମହାପ୍ରଭୁଙ୍କ ପ୍ରବୃତ୍ତ ଅଦ୍ୱୈତ ଆଚାର୍ଯ୍ୟ ବହୁତ କାନ୍ଦୁଛନ୍ତି ଦେଖିକି ଏ କଳିଯୁଗର ଲୋକମାନଙ୍କର ଅବସ୍ଥା। ମହାପ୍ରଭୁ ଏମାନଙ୍କର ଅବସ୍ଥାକୁ ଦେଖି କାନ୍ଦୁଛନ୍ତି। ଆଉ ତାଙ୍କର ସବୁଠୁ ଅନ୍ତରର ବଡ ଦୁଃଖ ହଉଛି ବ୍ରଜଧାମ ପାଇଁ। ମହାପ୍ରଭୁ ତ ନଦିଆରେ ଆସିଲେ, ନବଦ୍ୱୀପର ଧାମର ଲୀଳାକୁ ପରେ ମହାପ୍ରଭୁ ପ୍ରକଟ କରିବେ। କିନ୍ତୁ ମହାପ୍ରଭୁ ଭଗବାନ ଶ୍ରୀକୃଷ୍ଣ, ସେ ତ ନିଜେ ସ୍ୱୟଂ ଶ୍ରୀକୃଷ୍ଣ, କିନ୍ତୁ ଦ୍ୱାପରରେ ଆସିଥିଲେ ଯେତେବେଳେ ତାଙ୍କର ଧାମ, ଆମେ ଭକ୍ତିବିନୋଦ ଠାକୁରଙ୍କର ଭଜନରୁ ସିଦ୍ଧାନ୍ତ ପାଉଛେ ନା, ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ଯିବେ ଦୟା କରି, ସପାର୍ଷଦ ସିଓ ଧାମ ସହ ଅବତାରୀ। ଭଗବାନ ନିଜ ଧାମ ଧରିକି ଆସିଥିଲେ, କିନ୍ତୁ ବ୍ରଜଧାମ ବିଲୁପ୍ତ ହେଇଯାଇଛି। କେବଳ ଅରଣ୍ୟ ପଶୁ ପକ୍ଷୀ ରହିଛନ୍ତି, କିଛି ଭିଲ୍ଲି ଜାତିର, ଯାହାକୁ ଆମର ବଣ ଜଙ୍ଗଲରେ ବାସ କରୁଥିବା ଆଦିବାସୀ ଲୋକ ବୋଲି କୁହାଯାଏ, ସେଇଭଳି ଲୋକମାନେ କିଛି ବ୍ରଜରେ ବୃନ୍ଦାବନରେ ରହୁଛନ୍ତି। ଯେଉଁ ମହାପ୍ରଭୁ କହିଥିଲେ ଆରାଧ୍ୟ ବ୍ରଜେଶ ତନୟ ତଦ୍ଧାମ ବୃନ୍ଦାବନ,
जो महाप्रभुंकर भक्त मानकर सिद्धांत ब्रजेश तनय भगवान श्रीकृष्ण जेभଳି आराध्य तांकर धाम से भଳି आराध्य आ महाप्रभु तांकर भक्त मानक द्वारा ब्रज भूमि को किभଳି प्रकट करुछन्ति सब महाप्रभुंकर एकमात्र उद्देश्य ए षड गोस्वामी को प्रेरण करिसन्ति ब्रज को केवल ब्रज धामर महात्मा को प्रकट करिया ପାଇଁ ना कहीं ना आगे प्रचार ପାଇଁ ଗୋଟେ କ୍ଷେତ୍ର ପ୍ରସ୍ତୁତ କରିବାକୁ ପଡିବ महाप्रभु चिंता करुछन्ति म हरिनाम प्रचार करिବି କିନ୍ତୁ କ୍ଷେତ୍ର କାହିଁ भक्ति भूमि भक्ति महाराणीଙ୍କର घर होछि ब्रज वृंदावन आ जमिति भक्ति देवी प्रतिदिन नृत्य करती आ से विलुप्त प्राय होती महाप्रभु बहुत क्रंदन करुछन्ति अंतर खोजुछन्ति जे किए से भली महात्मा आसीब मते भेटिबो मु जहाको प्रेरण करी ब्रज को एवं सी तांकर निज पार्षद प्रथमे ब्रज को प्रेरण करथिबे लोकनाथ गोस्वामी तेणु लोकनाथ गोस्वामी चरित आम प्रथम श्रवण करवा ता पूर्व भक्तर महात्म्य कहीं आम भक्त चरित शुणा कारण जो मैंने जानती ना से भी बहुत भल भाव सिद्धांत भाव जाना दरकार जे भगवान का चरित्र श्रवण कले भगवान का चरित्र मान ही भक्त चरित्र आ भक्त चरित्र मान ही भगवान का चरित्र यदि क्या कह जाए आप भगवान को लीला कहतु कि भक्त लीला किसी कहे कहीपरि भगवान लीला कहे कि भक्त जड़े भक्तर ना भी ताधर लेबे ना किए कहीपरि भक्त लीला माने ही भगवान भी लीला कारण भक्त क्या सहित तार जीवन तो भगवान को नहीं ना तेणु कहीं अति भावना किसी अलग भावना रखिए ना ये भागवतम नुहति बोली बहुत महान प्रसंग गोस्वामी मान जीवन देवता मान भी प्रार्थना करती आगे आज किसी समय भगवान भक्त मान महात्मा आम शुणी लोकनाथ गोस्वामी जीवन चरित को जीवा देवता माने पंचम स्कंद भागवत जम्बूद्वीपर अधिवासी मान प्रार्थना करुछन्ति देवता मान प्रार्थना करुछन्ति केउठी रही स्वर्ग रही देवता माने स्वर्गर अवस्थान करुछन्ति स्वर्ग रही कि स्वर्ग को निंदा करुछन्ति न जत्र वैकुंठ कथा सुधा पगा न साधव भागवतस्तदाश्रया न जत्र यज्ञे समखा महोत्सवा सुरेश लोकोऽपि न वैसव्यताम् देवता माने जम्बूद्वीपर अधिवासी मान विशेषकर भारत वर्षर लोक मान प्रार्थना करुछन्ति ये भारत वर्षर लोक माने केते भाग्यवान ना कहीं ना भारत वर्षर दुईटा जिनिस सुलभ अलग क्योंटि ना कौन सी भूमि ना ये नववर्ष भारत वर्ष भितर नववर्ष ए जम्बूद्वीप भितर 9टी वर्ष अच्छे आ भूमंडल 7टी द्वीप अच्छा 7टी द्वीप भितर जम्बूद्वीप हूँ महान एवं जम्बूद्वीप भितर पुणी 9टी वर्ष अच्छा ता भितर भारत वर्ष हूँ महान ना कहीं भारत वर्ष रे दुईटी जिनिस सुलभ कौन सुलभ प्रथमे ना भगवान कथा नजत्र वैकुंठ कथा सुधा पगा देवता माने भगवान प्रार्थना करुछन्ति हे प्रभु देवलोक रही जो वैकुंठंकर आपणकर कथा नाही न जत्र वैकुंठ कथा सुधा अपगा कथा को सुधा अपगा बोली सहित तुलना करिछन्ति अपगा माने समुद्र कथा रूपी अमृत एटी कहिछन्ति कथा सुधा कथा हूँ अमृत कथामृत रूपी नदी बा समुद्र जोटी नाहंती नजत्र वैकुंठ कथा सुधापका न साधव भागवत तदाश्रय अलगा लोक मानंकरे अलगा दीप मानंकरे साधु अच्छन्ति लेकिन से भगवान कथा कहते ना से माने भगवत ध्यान रे तल्लीन अवस्था कहती से माने भगवान कथा कीर्तन करते ना कि देवता लोक माने कहते वैकुंठ लोक ठारू
ସ୍ୱର୍ଗଲୋକ ଠାରୁ ବି ଭାରତବର୍ଷ ଶ୍ରେଷ୍ଠ। ଯେତେବେଳେ ଚତୁର୍ଥ ସ୍କନ୍ଦ ତୃତୀୟ ସ୍କନ୍ଦ ଭାଗବତମରେ ବିଦୁର ମୈତ୍ର ସମ୍ବାଦରେ ଆପଣ ଶୁଣିବେ ବୈକୁଣ୍ଠବାସୀ ମାନେ ଭାରତବର୍ଷକୁ ଶ୍ରେଷ୍ଠ ବୋଲି ମନେ କରୁଛନ୍ତି। ସେମାନେ କିନ୍ତୁ ଆମେ ଭାରତବର୍ଷକୁ ଯିବୁ, କାରଣ ଭଗବାନଙ୍କ ନିକଟରେ ସବୁ ଜିନିଷ ଅଛି, ଗୋଟିଏ ଜିନିଷ ନା। ବୈକୁଣ୍ଠ ଲୋକରେ ସବୁ ପୂର୍ଣ୍ଣ, କିନ୍ତୁ ଭଗବାନଙ୍କର କଥା ସେଠି ମିଳିବନି, କାରଣ ଭଗବାନ ସାକ୍ଷାତ ଅଛନ୍ତି ନା। ସେଠି ସବୁବେଳେ ଉତ୍ସବ ଚାଲିଛି, ତାଙ୍କର ସେବା ଚାଲିଛି, ସବୁ ଚାଲିଛି, କିନ୍ତୁ ଭଗବାନଙ୍କ ଆଗରେ କୌଣସି ବାବାଜୀ ବା କୌଣସି ସାଧୁ ବସିକି ପ୍ରବଚନ ଦଉନାହାନ୍ତି ସେଠି। ଆଉ ସେଠି ଭଗବାନଙ୍କୁ ପାଇବାର ରାସ୍ତା ନାହିଁ, ଭଗବାନଙ୍କୁ ବାନ୍ଧିବାର ରାସ୍ତା ନାହିଁ, କାରଣ ଯେଉଁମାନେ ସେଠି ପହଞ୍ଚି ଯାଇଛନ୍ତି ଭଗବାନଙ୍କ ପାଖରେ, ସେମାନେ କଣ ଭଗବାନଙ୍କର ସେବା କରୁଛନ୍ତି, କିନ୍ତୁ ଭଗବାନଙ୍କର କଥା ଭଗବାନ ଠାରୁ ବି ଦୁର୍ଲଭ। ଏ ଦେବତା ମାନେ କହୁଛନ୍ତି ନଯତ୍ର ବୈକୁଣ୍ଠ କଥା ସୁଧା ପଗା ନ ସାଧବ ଭାଗବତ ସଦାଶ୍ରୟ। ଦେବତା ମାନେ କହୁଛନ୍ତି ଏ ପ୍ରଭୁ, ବହୁତ ବି ସାଧୁ ଅଛନ୍ତି ଯିଏମାନେ କଥା ବି କହୁଛନ୍ତି, ନିଜେ ନିଜେ ବସି କଣ ପାଠ କରୁଛନ୍ତି, ସେ କଣ କଥା ନୁହେଁ କି? ବହୁତ ନିଜେ ନିଜେ ବସି ନିଜେ ବି ଭାଗବତ ପଢୁଛନ୍ତି ନା। ଭାଗବତ କଥାକୁ ଆଶ୍ରୟ କରିଥିବା ସାଧୁ ଅଛନ୍ତି। ଦେବତା ମାନେ କହୁଛନ୍ତି ଆମେ ସେଇଭଳି ସାଧୁଙ୍କ ସଙ୍ଗ ଚାହୁଁଛୁ ଯେଉଁ ସାଧୁ ମାନେ ଭଗବାନଙ୍କର କଥାକୁ ଆଶ୍ରୟ କରିଛନ୍ତି। ଭାଗବତ ତଦାଶ୍ରୟ, ସେଇ କଥାକୁ ଯୋଉମାନେ ଆଶ୍ରୟ କରିଛନ୍ତି। ଆଉ ନଯତ୍ର ଯଜ୍ଞେଶ ମଖା ମହୋତ୍ସବ, ଆଉ ସେ ସାଧୁମାନେ ଯୋଉଠି ଭଗବାନଙ୍କର କଥାକୁ ଆଶ୍ରୟ କରିକି ଯଜ୍ଞ, ସଂକୀର୍ତ୍ତନ ଯଜ୍ଞ ଆଉ ମହୋତ୍ସବ, ଏଇ ଜନ୍ମାଷ୍ଟମୀ ରଥଯାତ୍ରା ଏଇ ମହୋତ୍ସବ ଯୋଉଠି କରୁନାହାନ୍ତି, ସୁରେଶ ଲୋକ ଅପି ବୈ ସ ନ ବୈ ସଭ୍ୟତା, ସେ ଇନ୍ଦ୍ର ଲୋକ ହେଲେ ବି ପ୍ରଭୁ ଆମେ ସେଠି ରହିବା ପାଇଁ ଇଚ୍ଛା କର, କିନ୍ତୁ ଅଛନ୍ତି କେଉଁଠି? ଦେବତା ମାନେ ସେଇ ଇନ୍ଦ୍ର ଲୋକରେ ରହିକି, ସେଇ ସ୍ୱର୍ଗରେ ରହିକି ସ୍ୱର୍ଗକୁ ନିନ୍ଦା କରୁଛନ୍ତି, ଭଗବାନଙ୍କ ସ୍ତୁତି କରୁଛନ୍ତି। ଯେଉଁଠି ଯଜ୍ଞ ମଖା ମହୋତ୍ସବ ନାହିଁ, ସେଠି ଆମେ ଜନ୍ମ ହେବା ପାଇଁ ଇଚ୍ଛା କରୁ, କିନ୍ତୁ ରହିଛନ୍ତି ତ ସ୍ୱର୍ଗ ଲୋକରେ ନା। ଆଉ ପ୍ରଭୁପାଦଜୀ ମହାରାଜ ତାଙ୍କର ପରପୋର୍ଟରେ ଏଇ ପଢିବେ ଭାଗବତର ମେ ଶ୍ଲୋକଙ୍କୁ। ପ୍ରଭୁପାଦ ତାଙ୍କ ପରପୋର୍ଟରେ ଲେଖୁଛନ୍ତି ସମଗ୍ର ବିଶ୍ୱରେ ଜମ୍ବୁଦ୍ୱୀପ ଶ୍ରେଷ୍ଠ, ଜମ୍ବୁଦ୍ୱୀପ ଭିତରେ ଭାରତବର୍ଷ ଶ୍ରେଷ୍ଠ। ଭାରତବର୍ଷ ବିଷୟରେ ଶ୍ରେଷ୍ଠ ହଉଛି ପଶ୍ଚିମବଙ୍ଗ, ଯାହାକୁ ଆମେ କଣ କହୁଛି ସେଟା ବର୍ତ୍ତମାନର ନାମ ଇଷ୍ଟ ବେଙ୍ଗଲ ବା ବେଙ୍ଗଲ ଯାହାକୁ କହୁଛେ ଆମେ। ବଙ୍ଗ ଦେଶ ହଉଛି ଶ୍ରେଷ୍ଠ ଭାରତବର୍ଷ ଭିତରେ। ଆଉ ବଙ୍ଗ ଦେଶ ଭିତରେ ଶ୍ରେଷ୍ଠ ନବଦ୍ୱୀପ ଧାମ, ଏ ନଦିଆ। ପ୍ରଭୁପାଦ ତାଙ୍କ ଭାବାର୍ଥରେ ଲେଖିଛନ୍ତି, ଭକ୍ତିବିନୋଦ ଠାକୁର ଜୈବ ଧର୍ମ ଆଦି ଶାସ୍ତ୍ରରେ ସ୍ପଷ୍ଟ ଭାବରେ ଲେଖିଛନ୍ତି। ପ୍ରଭୁପାଦ ସେଟାକୁ ମେନସନ କରିଛନ୍ତି ଏଇ ଶ୍ଲୋକର ପରପୋର୍ଟରେ। ଜମ୍ବୁଦ୍ୱୀପ ଭିତରେ ଭାରତବର୍ଷ ଶ୍ରେଷ୍ଠ, ଭାରତବର୍ଷ ଭିତରେ ବଙ୍ଗଦେଶ ଶ୍ରେଷ୍ଠ, ବଙ୍ଗଦେଶ ଭିତରେ ନଦିଆ ଶ୍ରେଷ୍ଠ। ନଦିଆ ଗୋଟେ ଜିଲ୍ଲା, ନଦିଆ ଭିତରେ ନବଦ୍ୱୀପ ଶ୍ରେଷ୍ଠ, ଏବଂ ନବଦ୍ୱୀପ ଭିତରେ ମାୟାପୁର ଶ୍ରେଷ୍ଠ। କାରଣ ଏଠି ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଏଇ କଳିଯୁଗରେ ନିଜେ ଅବତରଣ କରିଥିଲେ, ଆଉ ତାଙ୍କର ଭକ୍ତ ମାନଙ୍କୁ ନେଇ ହିଁ ଅବତରଣ କରିଥିଲେ। ଆଉ ସେଇଠି ସବୁବେଳେ କଣ ହଉଛି ନା ମଖା ମହୋତ୍ସବ ଯଜ୍ଞ। ପ୍ରଭୁପାଦ ସେଇଠି ଲେଖିଛନ୍ତି ଯଜ୍ଞେ ସଂକୀର୍ତ୍ତନ ପ୍ରାୟ ଯଜନ୍ତ ହି ସୁମେଧସ। ଆଉ ସେଠି କଥା ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। କାରଣ ଏ ନବଦ୍ୱୀପ ମାୟାପୁର ଶ୍ରେଷ୍ଠ ଏଇଥିପାଇଁ ମହାପ୍ରଭୁଙ୍କର ଭକ୍ତମାନେ ସମସ୍ତେ ସେଠି ଅବତରଣ କରିଛନ୍ତି। ଆଉ ଭକ୍ତମାନଙ୍କର ଜୀବନ ଚୈତନ୍ୟ ଭାଗବତରେ ଏଇ ଶ୍ଲୋକର ଅନୁବାଦ ମହାପ୍ରଭୁ ନିଜେ ତାଙ୍କର ମାନ କହୁଛନ୍ତି। ଚୈତନ୍ୟ ଭାଗବତ ଯେତେବେଳେ ଆପଣମାନେ ପାଠ କରିବେ, ମହାପ୍ରଭୁ ତାଙ୍କ ନିଜର ମାନ କହୁଛନ୍ତି ଯେ ଦେବତା ମାନେ ଏଇ ପ୍ରାର୍ଥନା କରନ୍ତି, ଆଉ ପ୍ରତ୍ୟେକ ଜୀବ ମାତୃଗର୍ଭରେ ରହିଲା ବେଳେ ଏଇ ପ୍ରାର୍ଥନା କରେ। ମହାପ୍ରଭୁ ଅଦ୍ଭୁତ ସମ୍ବାଦ ଦେଇଛନ୍ତି ଭାଗବତ ବାଣୀ। ଭାଗବତରେ ଦେବତା ମାନେ ସ୍ତୁତି କରୁଛନ୍ତି ନଯତ୍ର ବୈକୁଣ୍ଠ କଥା ସୁଧା ପକା
এই ଶ୍ଳୋକର ଅନୁବାଦ ହଉଛନ୍ତି ଏଇ ପୟ, କିନ୍ତୁ ମହାପ୍ରଭୁ ତାଙ୍କର ମା କହୁଛନ୍ତି ଏ ମା ପ୍ରତ୍ୟେକ ଜୀବ ମାତୃ ଗର୍ଭରେ ଥିଲା ବେଳେ ସେ ଭଗବାନଙ୍କୁ କିଛି ପ୍ରାର୍ଥନା କରେ ନା, କେବଳ ଏଇ ଶ୍ଳୋକଟିକୁ ପ୍ରାର୍ଥନା କରେ। ପ୍ରଭୁ ଯେଉଁଠି ଭାଗବତ କଥା ଚାଲିଛି ଆଉ ସେ କଥାକୁ ଆଶ୍ରୟ କରିବା ସାଧୁମାନେ ଯେଉଁଠି ଅଛନ୍ତି, ଯେଉଁଠି ଯଜ୍ଞ ହରିନାମ ସଂକୀର୍ତ୍ତନ ମହୋତ୍ସବ ଚାଲିଛି, ମତେ ସେଇଠି ଆପଣ ଜନ୍ମ ଦିଅନ୍ତୁ, ମତେ ସ୍ୱର୍ଗଲୋକ ମୋର ଆବଶ୍ୟକ ନାହିଁ। যেখানে তোমার নাহি যশের প্রচার, যেখানে তোমার নাহি যশের প্রচার, যথা নাহি বৈষ্ণব জনের অবতার, যথা নাহি বৈষ্ণব জনের অবতার, যেখানে তোমার যাত্রা মহোৎসব নাহি, যেখানে তোমার যাত্রা মহোৎসব নাহি, ইন্দ্রলোক হইলেও তাহা নাই ছাই, ইন্দ্রলোক হইলেও তাহা নাই ছাই। ଚୈତନ୍ୟ ଭାଗବତରେ ମହାପ୍ରଭୁ ସନ୍ନ୍ୟାସ ନେବା ପୂର୍ବରୁ ତାଙ୍କର ମାଙ୍କୁ ଜୀବର ଅବସ୍ଥା କଥା କହିକି ଯେତେବେଳେ ପ୍ରବଚନ ପ୍ରବୋଧନ ଦଉଛନ୍ତି, ସେତେବେଳେ ଏଇ କଥାଟା କହିଛନ୍ତି। ଏଇ ଶ୍ଳୋକରେ ହେଉଛନ୍ତି ଅନୁବାଦ ଯେ ପ୍ରଭୁ ଯେଉଁଠି କଥା ଆଶ୍ରୟ କରିଥିବା ସାଧୁ ନାହାନ୍ତି, ଯେଉଁଠି ଯଜ୍ଞ ନାହିଁ, ଯେଉଁଠି ମଖା ନାହିଁ, ଯେଉଁଠି ମହୋତ୍ସବ ନାହିଁ, ଯୋଉଠି କଥା ନାହିଁ, ଆମେ ଇନ୍ଦ୍ରଲୋକ ହେଲେ ବି ଆମେ ସେଠିକି ଯିବୁ ନା। ଜୟ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ। ଆଉ ଭଗବାନ ଏ ଯଜ୍ଞ ମଖା ମହୋତ୍ସବ କଥା ଏସବୁ କାହାକୁ ନେଇକି? ଏ ସାଧୁକୁ ନେଇକି ନା। ପ୍ରଭୁପାଦ ଜଣେ ସାଧୁ ଏ ବିଶ୍ୱରେ ଭଗବାନ ତାଙ୍କୁ ପଠେଇଥିଲେ ବୋଲି ଆଜି ବିଶ୍ୱରେ ହରିନାମ ଶୁଣିବା ପାଇଁ ମିଳୁଛି। ନା ହରିନାମ ଲୋକମାନେ ସେ ଗାଁରେ ତ ଓଡ଼ିଶାର ଜୟ ଜଗନ୍ନାଥ ସୁଭଦ୍ରା ମହାରାଣୀ, ଓଡ଼ିଶାର ଲୋକମାନେ ଗାଁ ଗହଳିରେ କେବଳ ଓଡ଼ିଶା ଆଉ ବେଙ୍ଗଲ ଦୁଇଟି ଜାଗାରେ ଏ ଅଷ୍ଟପ୍ରହରୀ ନାମ କୀର୍ତ୍ତନ ଟିକେ କରନ୍ତି ବା 24 ପ୍ରହରୀ ନାମ କୀର୍ତ୍ତନ କରନ୍ତି। ଏ ହରିନାମ ସଂକୀର୍ତ୍ତନ ଯଜ୍ଞ ମଖା ମହୋତ୍ସବ କଥା ପ୍ରଭୁପାଦ ଜଣେ ସାଧୁ ତାଙ୍କୁ ଆଶ୍ରୟ କରିକି ଦେଖନ୍ତୁ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଭକ୍ତ ଆଜି ଆଶ୍ରୟ କରିକି ଜଣେ ସାଧୁଙ୍କୁ ଆଜି ଆଶ୍ରୟ କରିଥିଲେ ବୋଲି ତାଙ୍କ ଆଶ୍ରୟରେ ଆଜି କଥା ଚାଲିଛି। ଆପଣ କୁହନ୍ତୁ ଆମ ଭଳି ଲୋକଙ୍କୁ କଥା ମିଳିବାର କଥା ଶୁଣିବାର ସୁଯୋଗ ଥିଲା? କେଉଁଠି କଥା ହଉଛି କି? କଥା ନାହିଁ। କଥା ଶୁଣିବାର ସୁଯୋଗ କୋଉଠି ପାଇବେନି ଆପଣ, ଆଉ ନାମ କରିବାର ସୁଯୋଗ ବି କୋଉଠି ପାଇବେନି। କିଏ ରାସ୍ତାରେ ଯାଉଛି, କିଏ ଅଫିସ କି ଯାଉଛି, କିଏ ପ୍ରସାଦ ପାଇବା ପାଇଁ ଯାଉଛି, କିଏ ମନ୍ଦିରକୁ ଯାଉଛି, ସେ ସେଠି ନାମ କରିବା ପାଇଁ ସୁଯୋଗ ପାଇନଥାନ୍ତା। ଜଣେ ସାଧୁ ଆଜି ଆମକୁ ସବୁ ସୁଯୋଗ ଦେଇଛନ୍, କଥାର ସୁଯୋଗ ଦେଇଛନ୍, ପ୍ରସାଦର ସୁଯୋଗ ଦେଇଛନ୍, ନାମର ସୁଯୋଗ ଦେଇଛନ୍। ଗୋଟେ ବୈକୁଣ୍ଠ ପ୍ରଭୁପାଦ କହିଲେ ମୁଁ ବୈକୁଣ୍ଠ ସୃଷ୍ଟି କରିଛି। ଆଉ ବୈକୁଣ୍ଠରେ କିଏ ରହିବେ? ବୈକୁଣ୍ଠ ଯଦି ସୃଷ୍ଟି କଲେ ବୈକୁଣ୍ଠରେ କିଏ ରହିବେ? ବୈକୁଣ୍ଠରେ ବିଷ୍ଣୁଙ୍କ ସେବକ ରହିବେ ନା। ଆଉ ଯୋଉମାନେ ବିଷ୍ଣୁଙ୍କର ସେବକ ସେମାନେ ବୈକୁଣ୍ଠ ରହୁଛନ୍। ପ୍ରଭୁପାଦଙ୍କର ମୁଡ ଆଣ୍ଡ ମିଶନ ଅଛି ଏଇଟା। ପ୍ରଭୁପାଦ ମୁଁ ହଷ୍ଟେଲ ତିଆରି କରିନି, ଏଇଟା ଲେଜି ଇଜି ଆଉ କ୍ରେଜି ପର୍ସନ ମାନଙ୍କ ପାଇଁ ଏଠି ସ୍ଥାନ ନାହିଁ। ପ୍ରଭୁପାଦ କନଭରସେସନ କହିଛନ୍ ଏଇଟା ଲେଜି ଆଉ ଇଜି ଗୋଇଂ ପର୍ସନ, ଯୋଉମାନେ ଇଜି ଲାଇଫ ଚାହୁଁଛନ୍ତି, ଯୋଉମାନେ ଲେଜି ପର୍ସନ, ଯୋଉମାନେ କ୍ରେଜି ପର୍ସନ, ଏମାନଙ୍କ ପାଇଁ ମାନେ ଭାବିବା ଉଚିତ ନା ଏଟା ଗୋଟେ ଫ୍ରି ହଷ୍ଟେଲ। ଏଠି ଗଲେ ଆରାମସେ ଖାନା ପିନା ସବୁ ମିଳିବ, ଆମେ ଜୀବନ କଟେଇବୁ। ଏଟା ବୈକୁଣ୍ଠ। ଆଉ ବୈକୁଣ୍ଠ ମାନେ ବୈକୁଣ୍ଠ ରହିବାକୁ ହେଲେ ବିଷ୍ଣୁଙ୍କର ସେବା କରିବାକୁ ପଡିବ। ବୈକୁଣ୍ଠରେ କେବଳ ବିଷ୍ଣୁଙ୍କ ସୁଖ ପାଇଁ ରୁହାଯାଏ। ଆଜି ସେ ଜଣେ ସାଧୁ ଆମକୁ ସବୁ ଜିନିଷ ଦେଇଛନ୍ତି। ତେଣୁ ଭଗବାନଙ୍କର ଭକ୍ତ କୁ ଆଶ୍ରୟ କରିକି ଏ ସବୁ ଜିନିଷ ହେଇଛି। ତେଣୁ ଭକ୍ତ
ଭଗବାନ ଯେତେବେଳେ ଉଦ୍ଧବଙ୍କୁ ପ୍ରବଚନ ଦଉଛନ୍ତି, କାରଣ ଆମେ ଭକ୍ତ ଚରିତ ଶୁଣିବା ନା, ଭକ୍ତର ମହାତ୍ମା ଜାଣିବା ଦରକାର। ଭଗବାନ ଏକାଦଶ ସ୍କନ୍ଧରେ ଉଦ୍ଧବଙ୍କୁ ପ୍ରବଚନ ଦଉଛନ୍ତି, ସେତେବେଳେ ବଦରିକା ଆଶ୍ରମକୁ ପଠେଇବା ପୂର୍ବରୁ ଉଦ୍ଧବ ପଚାରିଛନ୍ତି, ପ୍ରଭୁ ମୁଁ କାହାର ସେବା କରି ମତେ ସ୍ପଷ୍ଟ ଭାବରେ ଆପଣ କହିକି ଯାଆ, ମୁଁ ତ ଜାଣେ ଆପଣ ମୋର ଇଷ୍ଟ, ମୁଁ ଆପଣଙ୍କର ହିଁ ସେବା କରିବି, ମୁଁ କାହାର ସେବା କରିବି, କିଭଳି ମୋର ଜୀବନର କଲ୍ୟାଣ ହବ, ଆଉ ମୋ ଜୀବନର ପ୍ରତିଦିନ କେଉଁ କର୍ମ କରିବ। ଏକାଦଶ ସ୍କନ୍ଧ 11 ଅଧ୍ୟାୟ 34 ଶ୍ଲୋକରେ ମତଲିଙ୍ଗ ମତ ଭକ୍ତ ଜନ ଦର୍ଶନ ସ୍ପର୍ଶାର୍ଚ୍ଚନମ୍ ପରିଚର୍ଯ୍ୟା ସ୍ତୁତି ପ୍ରଭୋ ଗୁଣ କର୍ମାନୁକୀର୍ତ୍ତନମ୍। ହେ ଉଦ୍ଧବଙ୍କୁ ସ୍ପଷ୍ଟ ଭଗବାନ କହୁଛନ୍ତି, ମତଲିଙ୍ଗ ମତ ଭକ୍ତ ଜନ, ମୁଁ ତ ଲୀଳା ସାଙ୍ଗ କରି ପଳେଇବି, ଆଉ ତୁମେ ମୋର ଶ୍ରୀ ବିଗ୍ରହଙ୍କୁ ଏବେ ଦର୍ଶନ କଲ, ୟାର ପରେ ମତ ଲିଙ୍ଗ ମୋର ବିଗ୍ରହ ଶ୍ରୀ ବିଗ୍ରହଙ୍କୁ ଦର୍ଶନ କରିବ। ମତ ଲିଙ୍ଗ ମତ ଭକ୍ତ ଜନ, ଆଉ ମୋ ଭକ୍ତ ଜନଙ୍କୁ ଦର୍ଶନ କରିବ। କୁହନ୍ତୁ ଉଦ୍ଧବଙ୍କ ଠାରୁ ଶ୍ରେଷ୍ଠ ଭକ୍ତ କିଏ ଅଛନ୍ତି? ଭଗବାନଙ୍କର ଅତି ପ୍ରିୟ, କିନ୍ତୁ ଭଗବାନ ତାଙ୍କୁ ବି ଆଦେଶ ଦଉଛନ୍ତି, ତୁମେ ଭକ୍ତ ଜନଙ୍କୁ ଦର୍ଶନ କରିବ। କେବଳ ଦର୍ଶନ କରିବନି, ମତଲିଙ୍ଗ ମତ ଭକ୍ତ ଜନ ଦର୍ଶନ ସ୍ପର୍ଶନ ଅର୍ଚ୍ଚନ, ମୋର ଭକ୍ତକୁ ଦର୍ଶନ କରିବ, ସ୍ପର୍ଶନ କରିବ, ସ୍ପର୍ଶ କରିବ। ସ୍ପର୍ଶ ଅର୍ଥ ଯେଉଁମାନେ ସମସ୍ତ ଶ୍ରେଣୀର ଭକ୍ତ ତାଙ୍କୁ ଆଲିଙ୍ଗନ କରିବ, ଯେଉଁମାନେ ଗୁରୁଜନ ତାଙ୍କୁ ପ୍ରଣାମ କରିବ, ଆଉ ଯେଉଁମାନେ କନିଷ୍ଠ ତାକୁ ସ୍ନେହ ଆଦରରେ ତାଙ୍କୁ ସ୍ପର୍ଶ କରେ। ଭଗବାନ ଉଦ୍ଧବଙ୍କୁ ନିଜେ କହୁଛନ୍ତି, ଉଦ୍ଧବ ତୁମେ ମୋ ଭକ୍ତଙ୍କର ଦର୍ଶନ କରିବ, ସ୍ପର୍ଶନ କରିବ, ଦର୍ଶନ ସ୍ପର୍ଶନ ଅର୍ଚ୍ଚନ କରିବ। ମତଲିଙ୍ଗ ମତ ଭକ୍ତ ଜନ, ମୋର ବିଗ୍ରହର ମୋର ଭକ୍ତ। ଆଉ କଣ କରିବ ନା ପରିଚର୍ଯ୍ୟା ଅର୍ଚ୍ଚନ, ପରିଚର୍ଯ୍ୟା ଆଉ ସ୍ତୁତି, ମୋ ଭକ୍ତର ଆଉ ମୋର ପ୍ରଭୁ ପ୍ରଣାମ ଆଦି। ମୋ ଭକ୍ତର ପ୍ରଣାମ କରିବ, ଭକ୍ତକୁ ପ୍ରଣାମ କରି ମୋର ବିଗ୍ରହକୁ ପ୍ରଣାମ କରିବ। ଆଉ ଗୁଣ କର୍ମାନୁକୀର୍ତ୍ତନ, ମୋର ଗୁଣ ମୋର କର୍ମ, ମୋ ଭକ୍ତର ଗୁଣ ମୋ ଭକ୍ତର କର୍ମ ତାକୁ କୀର୍ତ୍ତନ କରେ। ତେଣୁ ଆମେ ଏ ଯୋଉ ଗୋସାଇ ମାନଙ୍କର ଜୀବନ ଚରିତ ଶ୍ରବଣ କରିବା, ତାଙ୍କର ଗୁଣ ତାଙ୍କର କର୍ମ, ଇଏ ଭଗବାନଙ୍କର ଆଦେଶ। ସ୍ୱୟଂ ପ୍ରଭୁ ଏ ଆଦେଶ ଏକାଦଶ ସ୍କନ୍ଧ ଭାଗବତଙ୍କର ଦଉଛି, ଭକ୍ତର ଗୁଣ ଭକ୍ତର କର୍ମ ଗୁଡ଼ିକୁ କୀର୍ତ୍ତନ କରିବା ଦରକାର। କାହିଁକି ନା ଭଗବାନ ଭକ୍ତକୁ ହିଁ ବଡ କରିଥାନ୍ତି। ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ୍ ଗୌରବନ୍ଦ ସ୍ୱାମୀ ଗୁରୁ ମହାରାଜ କୁହନ୍ତି, ତୁମେ ବଡ ହବାକୁ ଇଚ୍ଛା କଲେ ତୁମେ ବଡ ହେଇପାରିବ ନା। ସଂସାରରେ ଯୋଉମାନେ ବଡ ହବା ପାଇଁ ଇଚ୍ଛା କରିଛନ୍ତି ସେ ବଡ ହେଇପାରିନାହାନ୍ତି। କେତେ ଯୋଜନା କରିକି ଇଚ୍ଛା କରିଛନ୍ତି। ରାବଣ ସ୍ୱତନ୍ତ୍ର ଯୋଜନା କରିକି ଇଚ୍ଛା ହେଇଥିଲା, କହିଲା ବଡ ଲୋକ ପାଖରୁ ମୁଁ ବିଲ୍ ପାସ୍ କରି ଆଣିବି। ସେ ଜାଣିଛି ଭଲ ଭାବେ ଯେ ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କର କଥା, ବିଷ୍ଣୁ ସମସ୍ତଙ୍କର କଥା କାଟିଦେବେ, ଶିବଜୀଙ୍କର କଥା କାଟି ପାରିବେ ନା। ମୁଁ ଶିବଜୀଙ୍କ ପାଖରୁ ବିଲ୍ ପାସ୍ କରି ଆଣିଲେ ମୁଁ ବଡ ହେଇଯିବି। ବଡ ହବାର ଯୋଜନା କଲେ କେହି ବଡ ହେଇନାହାନ୍ତି ସଂସାରରେ। ରାବଣ ବଡ ହେଇ ପାରିଲାନି, କୁମ୍ଭକର୍ଣ୍ଣ ବଡ ହେଇ ପାରିଲାନି, କି ହିରଣ୍ୟକଶିପୁ ବଡ ହେଇ ପାରିଲାନି, କି କଂସ ବଡ ହେଇ ପାରିଲା। ବଡ ହେବା ପାଇଁ ଯୋଜନାରେ କେହି ବଡ ହୁଅନ୍ତି ନା। କିନ୍ତୁ ଭଗବାନ ଯାହାକୁ ଯୋଜନା କରିଥାନ୍ତି ବଡ ହବା ପାଇଁ, ଭଗବାନ ତାଙ୍କ ଯୋଜନାରେ ତାଙ୍କୁ ବଡ କରିବେ, ତାଙ୍କର ଯୋଜନା। ପ୍ରଭୁପାଦ ଆଜି ସମଗ୍ର ବିଶ୍ୱରେ ଯାହା କୁହନ୍ତି ବୈଷ୍ଣବ ସମାଜରେ ମୁକୁଟ ମଣି ସେ ହେଲେ। ତାଙ୍କର ଯୋଜନା ଯଦି ହିସାବ କରାଯାଏ, ଯେ ଚାହା ଦୋକାନରେ ବ୍ୟାକ୍ ଟୁ ଗଡ୍ ହେଡ୍ ମାଗିଆ ଲୋକ, ସେ କେବେ ଆଶା କରିଥିଲା ମୁଁ ବିଶ୍ୱ ବୈଷ୍ଣବ ସମାଜରେ ଯାହା କୁହନ୍ତି ଶିଖାମଣି ଏମିତି ରହିବି ବୋଲି? ଯେ ଚାହା ଦୋକାନରେ ବସିକି ଭେଟିଛି ବାଟ। ତାଙ୍କର କଣ ଯୋଜନା ଥିଲା ଏତେ ବଡ ହବାର? ବଡ ହବାର ଯୋଜନା ସାଧାରଣ ନଥାଏ, କିନ୍ତୁ ଭଗବାନ ତାଙ୍କୁ ବଡ କରିବେ। ତେଣୁ ନାରଦ ଭକ୍ତ ଭଗବାନଙ୍କ ଠାରୁ ହିଁ ଶ୍ରେଷ୍ଠ। କାହିଁକି ଭଗବାନଙ୍କ ଠାରୁ ଶ୍ରେଷ୍ଠ? ଭଗବାନ ତାଙ୍କ ଠାରୁ ହିଁ ବଡ ଭକ୍ତକୁ କରିଥାନ୍ତି, ଭଗବାନଙ୍କ ଯୋଜନା। ସେଥିପାଇଁ ଭଗବାନଙ୍କ ଠାରୁ ଭକ୍ତ ଏଇଥିପାଇଁ ଶ୍ରେଷ୍ଠ, ଭଗବାନ
ତାଙ୍କ ଯୋଜନାରେ ତାଙ୍କର ଶକ୍ତି ତାଙ୍କର ସବୁ ପ୍ଲାନ ଆଣ୍ଡ ପ୍ରୋଜେକ୍ଟରେ ଭକ୍ତକୁ ବଡ କରିଥା। ଥରେ ନାରଦ ମୁନିଙ୍କର ଇଚ୍ଛା ହେଲା ମୁଁ ଭଗବାନ ବିଷ୍ଣୁଙ୍କୁ ପଚାରି ବଡ କିଏ? ତାଙ୍କର ଇଚ୍ଛା ହେଲା ଯେ ଏ ସଂସାର ଭିତରେ ସବୁଠୁ ବଡ କିଏ? ମୋର ଇଚ୍ଛା ମୁଁ ପଚାରିବି। ନାରଦ ମୁନିଙ୍କର ଇଚ୍ଛା ହେଇଛି, ଇଏ ଭଗବାନଙ୍କ ଇଚ୍ଛା ରହିଛି। ନାରଦ ମୁନି ସବୁ ମୁନି ଋଷି ମାନଙ୍କୁ ପଚାରିଲେ କିନ୍ତୁ ଉତ୍ତର ଗୋଟିଏ ମିଳିଲା। ତ କେତେ ପ୍ରକାର ଉତ୍ତର ସମସ୍ତେ ସେ ବିଷ୍ଣୁଙ୍କ ପାଖରେ ନେଇ ପହଞ୍ଚେଇଲେ, ଭଗବାନଙ୍କ ପାଖରେ ନେଇ ପହଞ୍ଚେଇଲେ। ନାରଦ ମୁନି କହିଲେ ଏଇଟା ତ ମୁଁ ସବୁବେଳେ ହିଁ ଜାଣିଛି ଭଗବାନ ହିଁ ବଡ। ମୁଁ ତ ବହୁତ ଜାଗାରେ ଶୁଣିଛି ଭକ୍ତ ହିଁ ବଡ, ଭଗବାନ ହିଁ ବଡ, କିଏ ବଡ ବୋଲି ମୁଁ ଯେମିତି ଜାଣିବି। ବିଷ୍ଣୁଙ୍କ ନିକଟ ବୈକୁଣ୍ଠରେ ପହଞ୍ଚି ସେ ପଚାରୁଛନ୍ତି ଯେ ପ୍ରଭୁ ମୋର ଗୋଟେ ସନ୍ଦେହ ଆସିଛି। ଭଗବାନ କହିଲେ ସନ୍ଦେହ ମୋର ଥାଏ, ସାଧୁର ନଥାଏ। କାରଣ ମୁଁ କାହିଁକି ସନ୍ଦେହରେ ପଡେ ନା ବେଳେ ବେଳେ ଦୁଇ ଭକ୍ତଙ୍କର ଯେତେବେଳେ କଳି କଜିଆ ଲାଗନ୍ତି ବା ଦୁଇ ଭକ୍ତଙ୍କର ଯେତେବେଳେ କିଛି ଗୋଟେ ପ୍ରତିକୂଳ ସ୍ଥିତି ଥାଏ ସେତେବେଳେ ମୁଁ ସନ୍ଦେହରେ ପଡେ, ମୁଁ ଏଇ ଭକ୍ତକୁ ସୁରକ୍ଷା ଦେବି ନା ଏଇ ଭକ୍ତକୁ ସୁରକ୍ଷା ଦେବି। ସନ୍ଦେହ ମୋର ବେଳେ ବେଳେ ଆସେ କିନ୍ତୁ ମୋ ଭକ୍ତର ସନ୍ଦେହ ନାହିଁ। କାରଣ ମୋ ଭକ୍ତ ତାର ତ ସଂସାରର କୌଣସି ବସ୍ତୁ ସହିତ ସମ୍ପର୍କ ନାହିଁ ନା, ସେ ତ କେବଳ ମତେ ଅନ୍ତର ରଖିକି ମୋର ନାମ କରିକି ଏ ସମଗ୍ର ଜଗତରେ ମୋର କଥାକୁ ପ୍ରଚାର କରୁଛି, ତାର ସନ୍ଦେହ କିଛି ବସ୍ତୁ ନାହିଁ। ଆଉ ନାରଦ ତୁମର କଣ ଗୋଟେ ସନ୍ଦେହ ଆସିଲା? ସେ ଭଗବାନ ମନେ ମନେ ହସୁଛନ୍ତି, କହିଲେ କୁହ ଏବେ ତୁମର କଣ ସନ୍ଦେହ? କହିଲେ ପ୍ରଭୁ ବଡ ଏ ସଂସାରରେ କିଏ? ଭଗବାନ ଗୋଟିଏ ଶ୍ଲୋକରେ ତାର ସମାଧାନ ଦେଲେ। ଭଗବାନ କହିଲେ ପୃଥ୍ୱୀ ତାବତ୍ ଅତୀବ ବିଶ୍ରୁତିମତି। ହେ ନାରଦ ସବୁଠୁ ବଡ ହେଲେ ପୃଥ୍ୱୀ ମାତା। ଦେଖ ତୁମେ ବୈକୁଣ୍ଠରୁ ଭଗବାନ ବସିକି ଦେଖଉଛନ୍ତି ନାରଦ, ଦେଖ ଏ ପୃଥ୍ୱୀ କେତେ ବେଶା, ପୃଥ୍ୱୀ ଠାରୁ ବଡ କିଏ ଅଛନ୍ତି? ନାରଦ ହଁ ହଁ ପୃଥ୍ୱୀ ଠାରୁ ବଡ କେହି ନା, କାରଣ ସମସ୍ତେ ତ ପୃଥିବୀରେ ଆଶ୍ରୟ କରୁଛନ୍ତି। ଭଗବାନ କହିଛନ୍ତି ଦେଖ ପୃଥ୍ୱୀ ମାତା ଏତେ ବଡ, ମୁଁ ବି ଗଲେ ପୃଥିବୀରେ ମୁଁ ଜଗତର କର୍ତ୍ତା ହେଇକି ମୁଁ ବିଶ୍ୱର ପ୍ରଦର୍ଶନ କରୁଛି, ମୁଁ ବି ପୁଣି ପୃଥିବୀରେ ଚାଲୁଛି ବୁଲୁଛି ଲୀଳା କରୁଛି ବ୍ରଜରେ, ପୃଥିବୀଠୁ ବଡ କେହି ନାହାନ୍ତି। ନାରଦ ବୁଝିଗଲେ ହଁ ହଁ ପୃଥିବୀ ବଡ। ତାପରେ କହିଲେ ନାଇଁ 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 ନାରଦ ପୃଥିବୀ ବଡ ନୁହନ୍ତି। କହିଲେ କେମିତି ବଡ ନୁହନ୍ତି? କହିଲେ ତତ ବେଷ୍ଟନ ବାରିଧି, ପୃଥିବୀଠାରୁ ବଡ ହଉଛନ୍ତି ସମୁଦ୍ର। ଆରେ ପୃଥିବୀର ଚାରିକରେ କିଏ ଘେରିକି ରହିଛନ୍ତି? ସବୁ ପୃଥିବୀକୁ ସମୁଦ୍ର ଘେରିକି ରହିଛନ୍ତି ନା, ତେଣୁ ସମୁଦ୍ର ହେଲେ ବଡ। ନାରଦ କହିଲେ ସତ କଥା ତ, ସମୁଦ୍ର ହେଲେ ବଡ। ନାରଦ କହିଲେ ହଁ ଠିକ ଅଛି, ଆଜିଠୁ ଜାଣିଲି ସମୁଦ୍ର ବଡ। ଭଗବାନ କହିଲେ ନାଇଁ ନାଇଁ ସମୁଦ୍ର ବଡ ନା। କାହିଁକି ସମୁଦ୍ର ବଡ ନାହିଁ? ଆରେ ସମୁଦ୍ର ବହୁତ, ମୋ ଭକ୍ତ ପାଖରେ ସମୁଦ୍ର ବହୁତ ଛୋଟ ନା। କାହିଁକି ନା ପୀତ ଅଶୋ କଳସା ଅଭବୟନ ମୁନି ନା, ଯେଉଁ ମୁନି କଳସରୁ ଜାତ ହେଇଥିଲେ ଅଗସ୍ତି, କୁମ୍ଭଜୁନି ଅଗସ୍ତି ପୀତ, ସିଏ କଣ ଦୁଇ ହାତରେ ସମଗ୍ର ସମୁଦ୍ରକୁ ପାନ କରିଦେଇଥିଲେ, ସମୁଦ୍ରର ଜଳ। ତାହେଲେ ବଡ କିଏ ହେଲେ? ଅଗସ୍ତି। ନାରଦ ମୁନି କହିଲେ ଠିକ ଅଛି, ମୁଁ ଜାଣିଥିଲି, ମୁଁ ତ ସେ ଭାବିଥିଲି ଭକ୍ତ ବଡ ହବ ବୋଲି। ଆଉ ହେଲେ ଅଗସ୍ତି ବଡ? କହିଲେ ନା ନା ଅଗସ୍ତି ବଡ ନା। ପୁଣି ଭଗବାନ କାଟିଦେଲେ ନା, କେମିତି ଅଗସ୍ତି ବଡ ନା? ଏଇଠି କହୁଛନ୍ତି ମୌନି ନା ସବ୍ୟମ୍ନି କ୍ଷତତ୍ଵ। ଆରେ ଅଗସ୍ତି ଏ ଆକାଶରେ ଗୋଟେ ତାରା ହେଇକି ରହିଛନ୍ତି, ନକ୍ଷତ୍ର ହେଇକି ରହିଛନ୍ତି ନା, ସେ କିନ୍ତୁ ବଡ ହେ। ବଡ କିଏ ହେଲେ ବର୍ତ୍ତମାନ? ଯଦି ଅଗସ୍ତି ସମଗ୍ର ସମୁଦ୍ରର ଜଳକୁ ପାନ କରିଦେଲେ ଦୁଇ ଆଞ୍ଜଳିରେ, ନିଜ ଆଞ୍ଜଳିରେ କରରେ, କିନ୍ତୁ ସେଇ ଅଗସ୍ତି ବର୍ତ୍ତମାନ ଆକାଶରେ ଗୋଟେ ସ୍ଥାନ ପାଇଛନ୍ତି, ତାହେଲେ ବଡ କିଏ ହେଲେ? ଆକାଶ ବଡ ହେଲେ। ଆଗେ ଭଗବାନ କହିଲେ ପୃଥିବୀ ବଡ, କହିଲେ ନାଇଁ ନାଇଁ, ତାପରେ କହିଲେ ସମୁଦ୍ର ବଡ, କହିଲେ ନାଇଁ ନାଇଁ ଅଗସ୍ତି ବଡ। ବର୍ତ୍ତମାନ କହିଲେ ଅଗସ୍ତି ବଡ ନୁହେଁ, ଆକାଶ ବଡ। ନାରାୟଣ କହିଲା ସତ କଥା, ଆକାଶ ହିଁ ବଡ, ତ ଆଖି ପାଉନି, ଯୁଆଡେ ଚାହିଁଲା ବେଳକୁ ସେଆଡେ ଆକାଶ ହିଁ ଅଛି। ହଁ ଆକାଶ ବଡ, ଆଜିଠୁ ମୁଁ ଜାଣିଦେଲି। କହିଲେ ନା ଆକାଶ ବଡ ନୁହେଁ। ତତ୍ବ୍ୟାପ୍ତମ ଜନୁଦାଧିପତି ଜୈନମ ପାଦେନ ଚ ଏକେନ ଖମ୍। ଆରେ ଆକାଶ କେମିତି ବଡ ହବ? ଏ ଦୋଜ ମାନଙ୍କର ଅଧିପତି ଯୋଉ ବଳି ମହାରାଜକୁ ତତ୍ ଜୈନମ
ତଦ୍ବ୍ୟାପ୍ତ ଏକ ପାଦେନ ଗୋଟେ ପାଦରେ ଯେ ଭଗବାନ ବଳି ମହାରାଜଙ୍କର ଯେତେବେଳେ ରାଜା ହେଇଥିଲେ ଇନ୍ଦ୍ର ରୂପରେ ଭଗବାନ ବାମନ ରୂପରେ ଆସିଲେ ନା ଗୋଟେ ପାଦରେ ସମଗ୍ର ଆକାଶକୁ ନେଇଗଲେ ତାହେଲେ ବଡ କିଏ ହେଲେ ଭଗବାନ ନାରଦ ମୁନି କହିଲେ ମୁଁ ତ ସେ ଜାଣିଛି ପ୍ରଥମରୁ ହଁ ବଡ ହିଁ ଆପଣ ହେବେ ଆପଣଙ୍କ ଠାରେ ସଂସାର ଆଉ କିଏ ବଡ ନାହାନ୍ତି କହିଲେ ନାଇଁ ନାଇଁ ସେ ଗୋଟେ ପାଦରେ ସିନା ସମଗ୍ର ଆକାଶକୁ ନେଇଗଲେ ସେଇ ବଡ ନୁହେଁ ନାରଦ ମୁନି କହିଲେ ବଡ ବଡ ସବୁ ତ ଆପଣ କହୁଛନ୍ତି ପୁଣି ଆପଣ ହିଁ କାଟି ଦଉଛନ୍ତି ତାହେଲେ ଆଉ ବଡ କିଏ ନା ବଡ ହଉଛ ତୁମେ ଭଗବାନ କହୁଛନ୍ତି ବୈକୁଣ୍ଠ ଠାରେ ବସିକି ବଡ କିଏ ନା ତୁମେ ବଡ ନ ତ୍ୱଂ ଚେତସି ଧାରୟ ଅବିରତମ୍ ତତ୍ ଅସ୍ତି ନ ଅନ୍ୟ ମହା ନାରଦ ତୁମଠାରୁ ବଡ ଆଉ କିଏ ନାହାନ୍ତି ନା କାହିଁକି ବଡ ନାହାନ୍ତି ନା ଯିଏ ଗୋଟିଏ ପାଦରେ ସମଗ୍ର ଆକାଶକୁ ନେଇ ଯାଇଥିଲେ ତ୍ରିବ୍ରହ୍ମାଣ୍ଡକୁ ଯାକୁ ସବୁ କିଛି ବ୍ରହ୍ମାଣ୍ଡର ସବୁ କିଛି ନେଇଗଲେ କିନ୍ତୁ ତାଙ୍କୁ ତୁମେ ଫୋଲ୍ଡିଂ କରିକି ଗୋଟେ ଆଙ୍ଗୁଳି ପରିମାଣ କରି ହୃଦୟ ଭିତରେ ବାନ୍ଧିକି ରଖିଛ ସମଗ୍ର ବିଶ୍ୱକୁ ଯିଏ ଧାରଣ କରିଛନ୍ତି ତାଙ୍କୁ ତୁମେ ବକ୍ଷ ଦେଶରେ ପୁଣି କେମିତି ରଖିଛ ପୁରା ପ୍ରକଟ ଅବସ୍ଥାରେ ରଖିନ ତୁମେ ବିଶ୍ୱରୂପ ସହିତ ସୃଷ୍ଟିକି ତୁମେ କଣ ବକ୍ଷ ରଖିଛ କି ଯେମିତି କମ୍ପ୍ୟୁଟର ସବୁ ଫୋଲ୍ଡର ତିଆରି କରନ୍ତିନି ତାକୁ ଫୋଲ୍ଡିଂ କରିଦିଅନ୍ତି ଭଗବାନ କହୁଛନ୍ତି ଦେଖ ତୁମେ ସମଗ୍ର ବିଶ୍ୱର ଅଧିପତି ଯୋଉ ପ୍ରଭୁ ବାମନ ଅବତାର ତ୍ରିବିକ୍ରମ ଯେ ବିକ୍ରମ ପ୍ରଦାନ କରିଛନ୍ତି ସେଭଳି ବିକ୍ରମଶାଳୀ ପ୍ରଭୁଙ୍କୁ ତୁମେ ଗୋଟେ ଅଙ୍ଗୁଠି ପରିମାଣରେ କରିକି ବକ୍ଷ ଦେଶରେ ପୁରା ଫୋଲ୍ଡିଂ କରି ରଖିଦେଇଛ ଆଉ କେତେ ସମୟ ପାଇଁ ରଖିଛ ନା ଅବିରତମ ସବୁଦିନ ପାଇଁ ବାନ୍ଧିକି ରଖିଦେଇଛ ଏଠି କହୁଛନ୍ତି ସେ କଥା ତୋତସ୍ତି ନ ଅନ୍ୟ ମହାନ ତୁମ ଠାରୁ ବଡ କେହି ନା ନାରଦ ମୁନି ସେତେବେଳେ ଭଗବାନଙ୍କ ପାଦ ତଳେ ପଡିଲେ କହିଲେ ପ୍ରଭୁ ପୁଣି ସବୁ ବୋଲି ବୋଲି ଆସି ମୋରି ପାଖରେ ପହଞ୍ଚିଲେ କହିଲେ ହଁ ଭକ୍ତ ହଉଛି ପ୍ରକୃତରେ ନାରଦ ଭକ୍ତ ମୋର ଭକ୍ତ ଯିଏ ମତେ ଅନ୍ତର ରଖିଛି ତାଠାରୁ ବଡ ସଂସାର କେହି ନା ନ ତୋତସ୍ତି ମହାନ ତୁମ ଠାରୁ କେହି ବଡ ହିଁ ନା ତେଣୁ ଭଗବାନଙ୍କ ଠାରୁ ଭକ୍ତ ବଡ କାହିଁକି ନା ଭଗବାନ ଭକ୍ତକୁ ବଡ ହିଁ କରିଥାନ୍ତି ବଡ ଲୋକ ଯାହାକୁ ବଡ କରିବ ସିଏ ବଡ ହବ ନା ବଡ ଲୋକ ବଡ କରିଛନ୍ତି ତାଙ୍କୁ ନା ସେଥିପାଇଁ ସିଏ ବଡ ତେଣୁ ଭଗବାନଙ୍କର ଯୋଉ ଚାରିଟି ସ୍ୱରୂପ ଅଛି କାରଣ ଭକ୍ତଙ୍କର ତତ୍ଵ ଇଏ ଭଗବାନଙ୍କର ଚାରୋଟି ସ୍ୱରୂପ ଆଉ ଗୋଟିଏ ସ୍ୱରୂପକୁ ପ୍ରାପ୍ତ ହେଇଗଲେ ଆଉ ଅଲଗା ତିନୋଟି ସ୍ୱରୂପର ଦର୍ଶନ ମିଳିଯିବ ଭଗବାନଙ୍କ ଚାରିଟା ସ୍ୱରୂପ ଭକ୍ତ ଭଗବାନଙ୍କର ସ୍ୱରୂପ ଭକ୍ତି ମହାରାଣୀ ଭଗବାନଙ୍କର ସ୍ୱରୂପ ଭକ୍ତି ଭଗବାନ ଆଉ ସ୍ୱୟଂ ଭଗବାନ ତ ଭଗବାନ ନା ଭକ୍ତ ଭକ୍ତି ଭଗବାନ ଆଉ ଗୁରୁଦେବ ଏଠି ଭକ୍ତ ଆଉ ଗୁରୁଦେବଙ୍କୁ ଅଲଗା ରଖା ହେଲା ଗୁରୁଦେବ ଭଗବାନଙ୍କର ସ୍ୱରୂପ ଭକ୍ତ ଭଗବାନଙ୍କର ସ୍ୱରୂପ ଭକ୍ତି ଭଗବାନଙ୍କର ସ୍ୱରୂପ ଆଉ ଭଗବାନ ତ ସ୍ୱୟଂ ହିଁ ଭଗବାନ ଏଇ ଚାରି ଜଣଙ୍କ ଭିତରୁ ଏକ ଜଣଙ୍କର ଦର୍ଶନ ହେଇଗଲେ ଆଉ ତିନି ଜଣଙ୍କର ଦର୍ଶନ ସ୍ୱାଭାବିକ ମିଳିଯିବ ଯଦି କାହା ଜୀବନରେ ସେ ଗୁରୁଦେବଙ୍କର ଆଦେଶକୁ ପାଳନ କରି ଗୁରୁଦେବଙ୍କର କୃପା ପ୍ରାପ୍ତ ହଉଛି ତାହେଲେ ସିଏ ଭକ୍ତକୁ ଦର୍ଶନ କରିପାରିବ ଭକ୍ତିକୁ ଦର୍ଶନ କରିପାରିବ ଭଗବାନଙ୍କୁ ଦର୍ଶନ କରିପାରିବ ତିନି ଜଣଙ୍କୁ ପ୍ରାପ୍ତ ହେଇପାରିବ ଆଉ ଯିଏ ଭଗବାନଙ୍କୁ ଦର୍ଶନ କରିଛି ସିଏ ଭକ୍ତକୁ ଦର୍ଶନ କରିଥିବ ଗୁରୁଙ୍କୁ ଦର୍ଶନ କରିବ ଭକ୍ତି ହିଁ ପାଇବ ଏଇ ଚାରିଟି ଭିତରୁ ଯେକୌଣସି ଜଣଙ୍କୁ ପ୍ରାପ୍ତ ହେଇଗଲେ ତିନି ଜଣଙ୍କର ସ୍ୱରୂପ ପ୍ରାପ୍ତ ହେଇଯାଆନ୍ତି କିନ୍ତୁ ଚାରିଙ୍କ ଭିତରୁ ସବୁଠୁ ସୁଲଭ କାହାକୁ ପ୍ରାପ୍ତ ହବା ଭକ୍ତିକୁ ପ୍ରାପ୍ତ ହବା ସୁଲଭ ଗୁରୁଦେବଙ୍କୁ ପ୍ରାପ୍ତ ହବା ସୁଲଭ ନା ଭଗବାନଙ୍କୁ ପ୍ରାପ୍ତ ହବା ସୁଲଭ ନା ଭକ୍ତକୁ ପ୍ରାପ୍ତ ହବା ସୁଲଭ କାହାର କରୁଣାଟା ପ୍ରାପ୍ତ ହବା ସୁଲଭ ଭକ୍ତ କାହିଁକି ଭକ୍ତ କରୁଣା ପ୍ରାପ୍ତ ହବା ସୁଲଭ କାହିଁକି ଗୁରୁଙ୍କର କରୁଣା ପ୍ରାପ୍ତ ହବା ସୁଲଭ ନୁହେଁ କାହିଁକି ଭକ୍ତିଙ୍କର କରୁଣା ପ୍ରାପ୍ତ ହବା ସୁଲଭ ନୁହେଁ କାହିଁକି ଭଗବାନଙ୍କର କରୁଣା ପ୍ରାପ୍ତ ହବା ସୁଲଭ ନୁହେଁ ଆମେ ତ ଭାଗବତରେ ଆମ ବୈଷ୍ଣବ ସିଦ୍ଧାନ୍ତ ହେଲା ଯସ୍ୟ ପ୍ରସାଦାତ୍ ଭଗବତ ପ୍ରସାଦ ଯସ୍ୟ ପ୍ରସାଦେ ନ ଗତି କୃତ ଗୁରୁଦେବଙ୍କର କରୁଣାଟା ପ୍ରାପ୍ତ ହେଲେ ହିଁ ଭଗବାନଙ୍କ ପ୍ରସାଦ ମିଳେ ତାହେଲେ ଭକ୍ତଙ୍କର କରୁଣା ଯଦି ସୂକ୍ଷ୍ମ ଭାବରେ ବିଚାର କରାଯାଏ କାହାର କରୁଣା ପ୍ରାପ୍ତ ହବା ସୁଲଭ ନା ପ୍ରକୃତରେ ଭକ୍ତର କରୁଣା ପ୍ରାପ୍ତ ହବାଟା ସୁଲଭ
ଗୁରୁଦେବଙ୍କର କରୁଣା ପ୍ରାପ୍ତ ହେବା ଠାରୁ ବି ସୁଲଭ ନା କାହିଁକି ନା ଗୁରୁଦେବ ଆମକୁ କରୁଣା ଦେଇ ସାରିଛନ୍ତି। ଯଦି ବିଚାର କରାଯାଏ ଆମର ଗୁରୁଦେବ ସବୁବେଳେ କୁହନ୍ତି ଯଦି ତାଙ୍କୁ କହିବା ଟିକେ କୃପା କରନ୍ତୁ, କୃପା କଣ କରାଯିବ? କୃପା ତମକୁ ଦିଆଯାଇଛି ତୁମ ହାତରେ। ଗୁରୁଦେବ ଶିଷ୍ୟକୁ କୃପା କରିସାରିଛନ୍ତି। କୃପାଟା କାହା ହାତରେ ଅଛି? ଗୁରୁଦେବଙ୍କ ହାତରେ ନାହିଁ, ଶିଷ୍ୟ ହାତରେ ଅଛି। আর ଶିଷ୍ୟ ହାତରେ କେମିତି କୃପାଟା ଅଛି? ନା ଶିଷ୍ୟ ଯଦି ଗୁରୁଦେବଙ୍କର ଆଦେଶଟାକୁ ପାଳନ କରୁଛି ସଠିକ ଭାବରେ ଜୀବନରେ ଆଚରଣ କରୁଛି, ସେ ତ କୃପା ପ୍ରାପ୍ତ ହଉ। ଆଉ ଗୁରୁଦେବ କଣ କୃପା କରି? ସେ ଗୁରୁଦେବ ଯେତେବେଳେ ଶିଷ୍ୟକୁ ଗ୍ରହଣ କରିକି ସ୍ୱତନ୍ତ୍ର ଆଦେଶ ପ୍ରଦାନ କରିସାରିଛନ୍ତି, ତାପରେ ତାଙ୍କୁ କୃପା ମିଳିଯାଇଛି। କେବଳ ସେ କୃପାଟାକୁ ଧରିବା ଦରକାର। କିନ୍ତୁ ଗୁରୁଦେବଙ୍କର କୃପାଟା ପ୍ରାପ୍ତ ହେବା ସୁଲଭ ଏଇଥିପାଇଁ ନୁହେଁ, ଯଦି ଆମେ ଯାହା କୁହନ୍ତି ଆମର ଗୁରୁଦେବ କୁହନ୍ତି ସ୍ଲାଇଟେଷ୍ଟ ଡେଲିଭରେସନ ଆମେ କଲେ, କିଏ ବି ଯଦି ଗୁରୁଦେବଙ୍କର ଆଦେଶକୁ ପାଳନ ନ କଲେ, ବ୍ୟତିକ୍ରମ କଲେ, ଆଉ କୃପା ମିଳିବ। ସେଥିପାଇଁ ଗୁରୁଦେବଙ୍କର କରୁଣାଟା ପ୍ରାପ୍ତ ହେବାଟା ହଉଛି ଦୁର୍ଲଭ। ଆଉ ଭକ୍ତି ମହାରାଣୀକୁ ପ୍ରାପ୍ତ ହେବାଟା ଆହୁରି ଦୁର୍ଲଭ। ଯଦି ଆମେ ଗୁରୁଦେବଙ୍କର କରୁଣା ପ୍ରାପ୍ତ ହେବାଟା ଦୁର୍ଲଭ ହେଇଯାଉଛି, ତାହେଲେ ଭକ୍ତି ଆଉ ଭଗବାନ କେମିତି ପ୍ରାପ୍ତ ହବା? ଆମେ ତ ଜାତରତି ସାଧକ ନୁହନ୍ତି। ଆମର ସ୍ୱାଭାବିକ ଭଗବାନଙ୍କ ପ୍ରତି ଯାହା ପ୍ରହ୍ଲାଦ ମହାରାଜ କହିଲେ ମତି ନ କୃଷ୍ଣ ପରତୋ ସୁତ ବା, ଏ ମନ ଗୋଟିଏ ଏମିତି ବସ୍ତୁ, ବହୁତ ସୁନ୍ଦର ଟୀକା ଦେଇଛନ୍ତି ଏଇ ଶ୍ଲୋକ ଉପରେ। ମନଟା କଣ ଭଗବାନଙ୍କ ପାଖରେ ଲାଗୁଛି କି? ମନ ଭଗବାନଙ୍କ ପାଖରେ ସୁତ ଲାଗୁନି। କିଏ କହିପାରିବ ମୋର ମନ ଭଗବାନଙ୍କ ପାଖରେ ଆପା ଆପେ ଲାଗିଯାଉଛି? ଯେମିତି ପ୍ରହ୍ଲାଦ ମହାରାଜ ଯେତେବେଳେ ପଚରାଗଲା, ହିରଣ୍ୟକଶିପୁ ରାଜା ଆଦିରାଜ ପଚାରୁଛନ୍ତି, ଆଉ ତାଙ୍କର ଗୁରୁଦେବ ବି ପଚାରୁଛନ୍ତି ଷଣ୍ଢ ଏ ପ୍ରହ୍ଲାଦ, ଆମେ ତ ବିଦ୍ୟା ଶିକ୍ଷା ଦେଇନୁ କିମ୍ବା ତୁ ଆଉ କାହା ପାଖରୁ ଶିଖୁନୁ, ତୋର କୃଷ୍ଣଙ୍କ ପାଖରେ ମତି କେମିତି ଲାଗୁଛି? ସେ ୟାର କାରଣ ହଉଛନ୍ତି ତଥାମେ ଭିଦ୍ୟତେ ପାଣି ତଥାମେ ଭିଦ୍ୟତେ ଚକ୍ର ପାଣି ଯଦୃଚ୍ଛୟା। ହେ ବାବା, ହେ ଗୁରୁଦେବ, ମୁଁ କଣ କହିଲି? କୃଷ୍ଣଙ୍କ ପାଖରେ ମୋ ମତି ଯଦୃଚ୍ଛୟା ଲାଗିଯାଉଛି। ଯଦୃଚ୍ଛୟା ମାନେ ମୁଁ ବିନା ପ୍ରୟାସରେ ଯାଇକି ଲାଗିଯାଉଛି। ମୁଁ କଣ କରିବି? ହିରଣ୍ୟକଶିପୁ କହୁଛି ମୋର ମତି କାହିଁକି ଲାଗୁନି? ଷଣ୍ଢ କହୁଛନ୍ତି ମୋର ମତି କାହିଁକି ଲାଗୁନି? କହିଲେ ନା ମତି ନ କୃଷ୍ଣ ପରତୋ ସୁତବା। ମନରେ ଲଗେଇକି ଭଗବାନ କିଏ ପାଆନ୍ତି ନା। ମନରେ ଯଦି କି ଭଗବାନ ପାଖରେ ମନକୁ ଲଗେଇ ଦେଇକି କି ଭଗବାନଙ୍କୁ ପାଇଯାଆନ୍ତେ, ତାହେଲେ ତ ସମସ୍ତେ ଚେଷ୍ଟା କରୁଛନ୍ତି ମନଟାକୁ ଭଗବାନଙ୍କ ଚରଣ କମଳରେ ଲଗେଇବା ପାଇଁ। ଭଗବାନଙ୍କ ଚରଣ କମଳରେ ମନ ଲାଗିପାରୁଛି କି? ଲାଗିପାରିବ। ତାହେଲେ କହିଲେ ଯଦି ମନଟାକୁ ଲଗେଇଲେ ଲାଗିବନି, ତାହେଲେ ମନ ଅଟୋମେଟିକ ଲାଗିଯିବ। କହିଲେ ନା, ମନ ବି ଅଟୋମେଟିକ ଭଗବାନ ପାଖରେ ଲାଗିବନି। ଦେଖୁନ, ମନ ସ୍ୱାଭାବିକ ଭଗବାନ ପାଖରେ ଲାଗୁନି କି ଲଗେଇଲେ ବି ଲାଗୁନି। ତାର ହିରଣ୍ୟକଶିପୁ ପଚାରିଲେ ଯଦି ଲଗେଇଲେ ଲାଗିବ ନା କିମ୍ବା ସ୍ୱତ ହିଁ ମନ ଲାଗିବ ନା, ତାହେଲେ ଲାଗିବ କିଭଳି? ତାର ଉତ୍ତର ଦିଅ। କହିଲେ ଯେ ପର୍ଯ୍ୟନ୍ତ ନିଷ୍କିଞ୍ଚନ ଭକ୍ତ ମାନଙ୍କର ଚରଣ କମଳ ନିଷ୍କିଞ୍ଚନ ମହ୍ୟସାମ୍ ପାଦୋରଜୋଭିଷେକମ୍ ନିଷ୍କିଞ୍ଚନାନାଂ ନ ବୃଣିତ ଯାବ। ହେ ବାବା, ଯେ ପର୍ଯ୍ୟନ୍ତ ଜଣେ ନିଷ୍କିଞ୍ଚନ ଭକ୍ତର ଚରଣ କମଳ ଆଶ୍ରୟ ତୁମେ ନ କରିଛ, ଯେ ପର୍ଯ୍ୟନ୍ତ ତାଙ୍କ କୃପାରେ ଅଭିଷିକ୍ତ ତୁମେ ନ ହେଇଛ, ସେ ପର୍ଯ୍ୟନ୍ତ ମନ ଭଗବାନଙ୍କ ଚରଣ କମଳରେ ଲାଗିବ ନା। ଇଏ ଭାଗବତର ସିଦ୍ଧାନ୍ତ। ଭାଗବତର ଆଉ କିଛି ସିଦ୍ଧାନ୍ତ ନାହିଁ। ଭାଗବତ ଭକ୍ତି ଭଗବାନ ଗୁରୁଦେବଙ୍କର ସିଦ୍ଧାନ୍ତ ହଉଛି ଗୋଟିଏ ପ୍ରହ୍ଲାଦ ମହାରାଜ ମୁଖରେ। ସେଥିପାଇଁ ସପ୍ତମ ସ୍କନ୍ଦ ଭାଗବତ ମାନେ ଭାଗବତର ସାର। ଆଉ ଭାଗବତର ସାର ହେଲେ ଏଇ ଶ୍ଲୋକ। ଭାଗବତର ଆଉ କିଛି ସାର ନାହାନ୍ତି। ଭାଗବତର ସାର ହେଲେ ମନ ଭଗବାନଙ୍କ ଚରଣ କମଳରେ ଲଗେଇଲେ ଲାଗିବ ନା, ଆଉ ସୁତ ବି ଲାଗିବ ନା। ପ୍ରୟାସ କରନ୍ତୁ, ମନ ଯାଇ ଭଗବାନ ପାଖରେ ଲାଗିବ ନା। ଆଉ କିଭଳି ଲାଗିବ ନା, ଯେ ପର୍ଯ୍ୟନ୍ତ ଜଣେ ନିଷ୍କିଞ୍ଚନ ଭକ୍ତର କରୁଣା ଯେ ପ୍ରାପ୍ତ ନ ହେଇଛି, ସେ ପର୍ଯ୍ୟନ୍ତ ଏ ମତି ଭଗବାନଙ୍କ ଚରଣ କମଳରେ ଲାଗିବ ନା। ଇଏ ପ୍ରହ୍ଲାଦ ମହାରାଜଙ୍କର ସିଦ୍ଧାନ୍ତ। ଇଏ ପ୍ରହ୍ଲାଦ ମହାରାଜ ସିଦ୍ଧାନ୍ତ ନା, ଇଏ ଭଗବାନଙ୍କର ସିଦ୍ଧାନ୍ତ। କାରଣ ଭଗବାନ ନିଜେ ପ୍ରହ୍ଲାଦ ରୂପରେ ଆସିଥିଲେ। ଭଗବାନ ଭକ୍ତ ରୂପରେ ଆସନ୍ତି। ସିଦ୍ଧାନ୍ତ କେଉଁଠି ଦେଲେ ନା, ଭଗବତ ଗୀତାରେ ଦେଲେ ଦୈତ୍ୟାନାଂ ପ୍ରହ୍ଲାଦ ଅସ୍ମି। ଭଗବାନ କଣ କହିଲେ? ଦୈତ୍ୟାନାଂ ପ୍ରହ୍ଲାଦ ଅସ୍ମି। ଦୈତ୍ୟ କୂଳରେ ମୁଁ ହଉଛି ପ୍ରହ୍ଲାଦ। ଭଗବାନ ଅର୍ଜୁନଙ୍କୁ ଗୀତା ପଢିବା ପୂର୍ବରୁ ଏ ଦଶମ ସ୍କନ୍ଧରେ ନା, ଏ ଦଶମ ଅଧ୍ୟାୟରେ ନା, ବହୁତ ସାବଧାନ ହେବାକୁ ପଡେ।
जोटी अस्मि मु करिसंती बुझिया पड़े सी होजन भगवान स्वयं मु दैत्य कूल प्रहलाद ताने भगवान निजे भक्त रूप रे प्रहलाद रूप रे दैत्य कूल आस आ सी भक्तिर सिद्धांत कहछन मती सुत लागिब ना लगेले भी लागिब ना जे पर्यंत जने निष्किंचन चरण निष्किंचन भक्तर चरण रे जने प्राप्त न होइछि हमर सिद्धांत एठी तिले गुरुदेवंकर करुणा प्राप्त हवा सुलभ एथि पाई नहे जे गुरुदेवंकर आदेश को यदि टिके आमे भांगी दवा ताने करुणा मिलिबा ना आ भक्त भक्तिर करुणा आमे कोन भगवान आ भक्तिंकर करुणा पाया मन जेतबे स्वाभाविक भगवान को चिंता करूनी किंबा लगेले भी लागुनी भगवान को मिलबार आशा भी नहीं आ भक्ति महाराणी करुणा भी मिलबार आशा नहीं केवल जनकर आशा रही करुणा मिलबार आशा भक्त पाखु रही भक्त आ गुरुदेव भितर कौन पार्थक्य ना गुरुदेव जिते करुणा करने चाहती गुरुदेव यदि अधिक करुणामय होती सी भक्त रूप करुणा कर अयोग्यता जिते जन देखिए महाप्रभु को लीला आपण मैंने शुणवे सब भक्त मान चरित्र जगाई माधाई को जिते महाप्रभु उद्धार कर नित्यानंद प्रभु जो जगाई माधाई की भी करुणा कर देछंती पुणी भी समस्त भक्त मान कहले देख तुम्हें मैंने करुणा कले जगाई माधाई उद्धार है तुम्हें मैंने करुणा न कले हबन तुम्हें करुणा कर भक्त मान करुणाटा प्राप्त हेले गुरुदेवंकर करुणाटा प्राप्त हवाटा सुलभ हो जाए कारण भक्त माने तांकर क्यों क्यों तांकर सेवा द्वारा कौन सी गुण रे आमर क्यों गुण रे से संतुष्ट हो जान आमर बहुत अयोग्यता अच्छी ना यदि कौन सी भक्त आमर कौन सी गुण रे संतुष्ट हो जाती ताहले आमर से गुण द्वारा जेहेतु से संतुष्ट हेले आमर दोष गुड़िक सुधर हो जाए तेणु ये सबु भक्त मान यदि आमर आम उपर करुणा करती कृपा करती ताने गुरुदेवंकर करुणाटा मिलवा आमको सुलभ हो से समस्त वैष्णव आचार्य माने केवल यही सिद्धांत देछंती सर्वे मिली कृपा करी करह करुणा सर्वे मिली कृपा करी करह करुणा अधम पतित जने ना करिह घृणा अधम पतित जने सबाकार सिरे रहु मोर सबाकार सिरे रहु मोर जाहार प्रसादे तरी कली महाघोर जाहार प्रसादे तरी कली महाघोर अलगा जुगरे गुरुदेवंकर करुणाटा प्राप्त हवा सुलभ एथि अलगा जुगरे कलिर प्रभाव एते नथिला साधक गुरुंकर आदेश प्राप्त होला पर सेटा को सर्वस्व जीवन रे कर दोला जो साधक माने गुरुंकर आदेश प्राप्त होतले सी जानतले प्रभु सबल लेखन तांगे इंग्लिश रे दिस इज द सब एंड सब्सटेंस ऑफ द डिवोशनल लाइफ टू फॉलो द इंस्ट्रक्शन ऑफ गुरुदेव सब एंड सब्सटेंस ऑफ डिवोशनल लाइफ गुरुदेवंकर आदेश को पालन करबा होची जीवन रो एटा होची जा कोंदी भक्ति एटा सार जिनिस किंतु कलिजुग एटा संभव नै बहुत दुर्लभ कली महाघोर आपण को एभली चांस तो बना जो सुजोग तो बना जो सुजोग रे आपण गुरुंकर सेवा करी कली को पार ही चल जी ना एते सहज रे कली छाड़ीबा हमर गुरुदेव कोंदी कली तुमको एते शीघ्र ए जगत रु बाहर करिया पई दबना तुम एते सरल में भी गुरु सेवा करी पार ही परिबा ना तब वैष्णव माने प्रार्थना कर समस्ते मते करुणा करंतु सबे मिली कृपा करी करह करुणा अधम पतित जने ना करी हो घृणा समस्तंकर कृपा सब वैष्णव मानकर कृपा समस्त यदि करुणा करिवे कौन लाभ हबो जहारे प्रसादे तरी कली महाघोर ए कली जुगरे
ମହାଘୋର ଯୋଗ ନା ଏଥିରେ ଗୁରୁଦେବଙ୍କର ଆଦେଶଟାକୁ ପାଳନ କରି ଯାହାଙ୍କର ଆଦେଶଟାକୁ ପାଳନ କଲେ ହିଁ ଭଗବତ ପ୍ରସାଦ ମିଳିବ, ମୁଁ ଏଠି ପାର ହେଇକି ଯିବି। ଯଦି କେହି ପ୍ରଶ୍ନ କରନ୍ତି କଣ କେହି ବୈଷ୍ଣବ କୃପା ବିନା ଗୁରୁଦେବଙ୍କର କୃପା ପ୍ରାପ୍ତ ହେଇକି ସେ ବୈକୁଣ୍ଠକୁ ପଳେଇ ଯିବେ? ନା, ଯିଏ ଗୁରୁଦେବଙ୍କର ଆଦେଶ ପାଳନ କରିକି ଗୁରୁଙ୍କର କୃପା ପ୍ରାପ୍ତ ହଉଛି, ଗୁରୁଦେବ ତାଙ୍କୁ ପୂର୍ଣ୍ଣ କରିବା ପାଇଁ ବୈଷ୍ଣବ ମାନଙ୍କୁ କୃପାରେ ବି ମଣ୍ଡିତ କରନ୍ତି। କାରଣ ତିନି ଜଣଙ୍କ କୃପାରେ ଭକ୍ତି ପୂର୍ଣ୍ଣ ହୁଏ। ତିନି ଜଣଙ୍କ କୃପା ଭକ୍ତି ବୈକୁଣ୍ଠ ଗୋଲକ ବୃନ୍ଦାବନ ଯିବା ପୂର୍ବରୁ ତିନି କୃପା ଗୁରୁଦେବ ପ୍ରଦାନ କରନ୍ତି। ଭକ୍ତ କୃପା, ଗୁରୁ କୃପା ଆଉ ଭକ୍ତି କୃପା। ତିନି କୃପା ଆମର ଆବଶ୍ୟକ। ଭକ୍ତି ମହାରାଣୀଙ୍କର କୃପା ଯୋଉଟା ଭଗବାନଙ୍କର କୃପା ପ୍ରାପ୍ତ ହେବେ, ଆଉ ଭକ୍ତ କୃପା ପ୍ରାପ୍ତ ହେବେ, ଆଉ ଗୁରୁଦେବଙ୍କର କରୁଣା। ତିନି କୃପାରେ ମଣ୍ଡିତ ହେଲେ ଜଣେ ସେ ଭକ୍ତିରେ ପୂର୍ଣ୍ଣତା ଲାଭ କରିବ। ତିନି କୃପା। ତେଣୁ ଗୁରୁଦେବ ଯାହାକୁ କରୁଣା କରିବେ ତାକୁ ଭକ୍ତର କୃପାରେ ବି ମଣ୍ଡିତ କରିବେ। କିନ୍ତୁ ଗୁରୁଦେବଙ୍କର କରୁଣା, ଗୁରୁଦେବଙ୍କର ଆଦେଶକୁ ଟିକେ ଆମେ ପାଳନ ନ କଲେ ଆମକୁ କରୁଣା ମିଳିବନି। ସେଥିପାଇଁ ବୈଷ୍ଣବ ମାନଙ୍କର କରୁଣାଟା ପ୍ରାପ୍ତ ହେଲେ, ବୈଷ୍ଣବ ମାନେ ଆମର ଲେଖିଲେନି ଦେବକୀ ନନ୍ଦନ ବୈଷ୍ଣବ ବନ୍ଦନା ଲେଖିଲେ ନା, ପୟାଛେ ହବେନେ ଯତେ ମହାପ୍ରଭୁର ଦାସ। अब आज्ञा वैष्णव राज्य एत सुलभ नुहे। वैष्णव राज्य प्रथम आम पढ़ी वैष्णव मार्ग भक्ति मार्ग सुलभ सुगम ना दुर्गम। आज वैष्णव साधक मान विष्णु भक्त मान आज एत बड़ सुगम मार्गटा आज दुर्गम हो जाऊँगी। देखो प्रभुपाद कन्वर्सेशन, प्रभुपाद सब बेले केते सुंदर कथा लिखुंट। चांद डांस टेक प्रसाद एंड पास दिस लाइफ। प्रभुपाद अरे प्रसाद पाओ, नाम कर, ये जमान को अतिक्रम कर दिया। केते सरल कथा सब कहीं से सुगम सरल बोली कही दउछन, कारण सी पूर्व आचार्य मानकर पंथा को यथानुक्रमे तांको जीवन रे आचरण करिछन। सेतमे से सक्सेस है। जे जाने छेना सुलभ मार्ग से कहबे ना, हां रास्ता रे चलीबाटा सुलभ, कारण से चाली छंदी से पूर्व आचार्य मान फॉलो करिछन। वर्तमान दुर्गम कहीं ना, आम आचार्य मान अनुसरण करने चाहूँ, आम शास्त्र को अनुसरण करने चाहूँ। शास्त्र को अनुसरण करने भक्ति राज्य चली पारे ना, कहीं ना शास्त्र समय सब एंड सबस्टांस आचार्य। आम कौ स्तर साधक, आमर क्यों अधिकार अच्छी, आम कर्माधिकारी कि ज्ञानाधिकारी कि भक्ति अधिकारी, यहाँ आचार्य जाने। तेणु शास्त्र जो जो अधिकार दिया जाए से अधिकार टाक आनिक साधक को देवे, बाबा तू कर्माधिकारी, तू ये सेवाटा कर। तो निष्काम कर्म निष्काम सेवाटा कले कृष्ण प्रीति हेले तोर भगवत भक्ति और नाम पर पूर्ण ज्ञान आसो। भक्ति और महिमा तू जानी। जी भक्ति अधिकारी कहे तू निरवच्छिन्न प्रभुंगर नाम प्रभुंगर सेवार मग्न हो। आचार्य माने पंथा दे। तेणु भक्ति मार्ग रे गुरुदेवंकर करुणाटा प्राप्त हवा ये दुर्लभ जे साधक जदि तार टिके मनोधर्म गला से चली पार। मनोधर्म तो कलिजुग कली महाघर महत्व सब बेले तार किसी धर्म क्रिएट करे ना। तेणु वैष्णव मान करुणा आम जीवन में सब वैष्णव मान भाव संतुष्ट होती तार गुरुदेवंकर करुणा प्राप्त हवा सुलभ हो निश्चित। ये शास्त्र सिद्धांत। कारण सबू वैष्णव मान जो करुणा करेंगे से आवेदन क्योंटी पहुंचब। भक्ति ठाकुर कौन लिखिले? वैष्णवेर आवेदने कृष्ण दयामय। वैष्णवेर आवेदने कृष्ण दयामय। मोहे न पामर प्रति हवे न सदय। मोहे न पामर प्रति हवे न सदय। सूक्ष्म गर्भ लिखिदेले कौन वैष्णवेर आवेदन कृष्ण दयामय। वैष्णव माने आवेदन कले कृष्ण दया करदेवे। सबु भक्त मान यदि करुणा करेंगे आम पाई प्रति भक्त चिंता कर दरकार। सबु वैष्णव
ମୁଁ ଏଭଳି ସେବା କରିବି, ମୁଁ ଏଭଳି ବୈଷ୍ଣବ ମାନଙ୍କୁ ଆଦର କରିବି, ମୁଁ ଏଭଳି ପ୍ରଭୁଙ୍କର ସେବା କରିବି, ବୈଷ୍ଣବ ମାନଙ୍କ ଉପରେ ଖୁସି ହେବି। ଏଇ ଜୀବନର ସୁଖମ ରହସ୍ୟ, ଭକ୍ତିର ଇଏ ସୁଖମ ରହସ୍ୟ। ଭଗବାନଙ୍କୁ ଆମେ ଖୁସି କରିପାରିବା। ଯିଏ ରାଜା ଆଦି ରାଜ, ଯିଏ ବୈକୁଣ୍ଠରେ ଜୀବନ ମୁକ୍ତ ପୁରୁଷ, ଯୋଉମାନଙ୍କର କାମାଦି ଦୋଷ ରହିତ ପୁରୁଷ, ଯୋଉମାନେ ମୁକ୍ତ ପୁରୁଷ ରହିଛନ୍ତି, ତାଙ୍କର ସେବା କରୁଛନ୍ତି ପ୍ରେମରେ, ତାଙ୍କ ସେବାକୁ ହିଁ ଭଗବାନ ଚାହୁଁନାହାନ୍ତି। ଆମେ ବଦ୍ଧ ଯିବା, ଆମେ କି ସେବା କରିବା ଭଗବାନ ଆମେ ଗ୍ରହଣ କରି। ତେଣୁ ଆମର ଜୀବନରେ ସବୁବେଳେ ଗୋଟିଏ ଉଦ୍ଦେଶ୍ୟ ରହିବା ଦରକାର, ମୁଁ ଏଭଳି ସେବା କରିବି, ମୁଁ ଏଭଳି ଆଚରଣ କରିବି, ବୈଷ୍ଣବ ମାନେ ମୋ ଉପରେ ଖୁସି ହେବେ। ଏବଂ ପ୍ରତ୍ୟେକ ବୈଷ୍ଣବ ମାନଙ୍କର କରୁଣାଟା କାହା କତିକି ଯିବ? କୃଷ୍ଣ ଦୟାମୟ, କୃଷ୍ଣଙ୍କ ପାଖକୁ ଯିବନି। ଯଦି କୃଷ୍ଣ ଦୟାମୟ କୃଷ୍ଣଙ୍କ ପାଖକୁ ଯିବ, ଗୁରୁଦେବ ପାଖକୁ ନ ଯାଇ କୃଷ୍ଣ ପାଖକୁ ଯିବ କି ଆଜ୍ଞା? ଆମେ ଯଦି ଆପ୍ଲିକେସନଟା ଗୋଟେ ଅଫିସରେ ଦବା, ସେ ପିଅନ ହାତ ପାଖକୁ ନ ଯାଇକି କଣ ପଳେଇଯିବ ଅଫିସର ପାଖକୁ? କହିଲେ ଆଜ୍ଞା, ଅଫିସର ପାଖକୁ ଯିବା ପୂର୍ବରୁ ଆମର ଚିଠିଟାକୁ ନେଇକି ଅଫିସର ପାଖରେ ଦବ କିଏ? ସେବକ ଅଛି ନା, ଅଫିସର ସେବକ ଅଛି ନା। କୃଷ୍ଣ ବୈଷ୍ଣବ ଆବେଦନରେ କୃଷ୍ଣ ଦୟା କରନ୍ତି, କିନ୍ତୁ ବୈଷ୍ଣବ ମାନଙ୍କର ଆବେଦନକୁ ଗୁରୁଦେବ କୃଷ୍ଣଙ୍କ ପାଖକୁ ପଠା। ଏଇ ଅଯୋଗ୍ୟ ଶିଷ୍ୟକୁ ମୁଁ ଗ୍ରହଣ କରିଥିଲି, ସବୁ ବୈଷ୍ଣବ ମାନେ ୟା ପାଇଁ ଆବେଦନ କରୁଛନ୍ତି, ତେଣୁ କୃଷ୍ଣ ଆପଣ ଡିସାଇଡ କର ଆପଣ କଣ କରିବେ। ତାର ଡିସକ୍ୱାଲିଫିକେସନ କୁ ଆପଣ ଏଇ ଭୁଲି ଯାଇ ତାକୁ କ୍ୱାଲିଫାଏଡ କରିବେ କି ନା, ଏଇଟା ଆପଣଙ୍କର ଡିସିସନ। ଆଉ ଏଇଟା ଆମ ଜୀବନରେ ଆମ ଗୁରୁଦେବ ପାଖରେ ଦେଖିଛୁ। ମୁଁ ଗୋଟେ ସାକ୍ଷାତ ଥିଲା ଆପଣଙ୍କୁ କହୁଛି, ଆଚାର୍ଯ୍ୟ ମାନେ ଏଇ ବୈଷ୍ଣବ ମାନଙ୍କର କୃପାକୁ ଗୁରୁତ୍ୱ ଦିଅ। ଜଣେ ଭକ୍ତ, ବିଦେଶୀ ଭକ୍ତ ଥାଏ, ସିଏ ଗୁରୁଦେବଙ୍କୁ ଥରେ ଗୋଟେ ପ୍ରଶ୍ନ ପଚାରିଦେଲେ, ହେଲା ଗୁରୁଦେବ ଆପଣ ମତେ ଉଦ୍ଧାର କରିବେ, ଗୋଲକ ବୃନ୍ଦାବନ ନେବେ, ଏଇଟା ମୁଁ କେମିତି ଜାଣି? ଗୁରୁଦେବ କହିଲା, ତୋର ଏଥିରେ ମୁଣ୍ଡ ପୁରେଇବା କଣ ଆବଶ୍ୟକ? ଏଇଟା ମୋର ଡ୍ୟୁଟି, ତା ମାନେ ତୁ ମତେ ଡାଉଟ କରୁଛୁ? ମୋର ଇନଷ୍ଟ୍ରକ୍ସନ ତୁ ଫଲୋ କରୁନୁ, ରାଦର ତୁ ଡାଉଟ କରୁଛୁ ଗୁରୁଦେବଙ୍କୁ ଡାଉଟ କରୁଛନ୍ତି ନା। ତତେ ମୁଁ ଆଜିଠୁ ରିଜେକ୍ଟ କଲି, ତୁ ଆଜିଠୁ ଶିଷ୍ୟ ହେଇପାରିବୁ। ଆଉ ସେ ଖାଇଲାନି, 2 ଦିନ ଖାଇଲାନି, ଶୋଇଲାନି, ଆଉ ବିଦେଶୀ ଲୋକ ପାଣି ପିଇଲାନି, ପାଗଳ ଭଳି ବସିକି ରହିଲା। ଗୁରୁଦେବ କିଛି ସମୟ, ତେଣୁ ଆମର ପ୍ରେସିଡେଣ୍ଟ ସେତେବେଳେ ଥାନ୍ତି ମନ୍ଦିର ଅଧ୍ୟକ୍ଷ ଚୈତନ୍ୟ ଚନ୍ଦ୍ର ପ୍ରଭୁ। ଚୈତନ୍ୟ ପ୍ରଭୁ ଦେଖିଲା ବିଦେଶୀ ଭକ୍ତ, ସେମାନେ ଯାହା ମୁଣ୍ଡରେ ତାଙ୍କର ପଶିବ, ତାଙ୍କ ଡିଟରମିନେସନ ଭାରି ଷ୍ଟ୍ରଙ୍ଗ, ମରିଯିବ, ପାଣି ପିଇବନି ମରିଯିବ ତ। ଗୁରୁଦେବ ମୁଁ କହିଲି, ଗୁରୁଦେବ କହିଲେ ମୁଁ କିଛି କରିପାରିବି, ମୁଁ କୃଷ୍ଣଙ୍କୁ ଏଇଟା ଜଣେଇ ଦେଇଛି। ସେଇଦିନ କୃଷ୍ଣଙ୍କୁ ଜଣେଇଦେଲେ ଗୋପାଳଙ୍କୁ, ଇଏ ମୋର ଆଉ ଶିଷ୍ୟ ନୁହେଁ। ତାହେଲେ ଗୁରୁଦେବ କହିଲେ କରାଯିବ, ମରିଯିବ ସିଏ? ଗୁରୁଦେବ କହିଲେ ସବୁ ବୈଷ୍ଣବ ମାନଙ୍କୁ ଡାକିବାକୁ ପଡିବ, ଯେତେ ବୈଷ୍ଣବ ଅଛନ୍ତି ଶୀଘ୍ରସ୍ଥ ହୁଏ, ସମସ୍ତଙ୍କୁ ଡକା, ସବୁ ବୈଷ୍ଣବ ମାନେ ଅଛି। ଆଉ ସବୁ ବୈଷ୍ଣବ ଡାକ, ମୁଁ ସେଠିକି ଯିବି। ଆଉ ସବୁ ବୈଷ୍ଣବ ମାନେ ତାକୁ କ୍ଷମା କରିଦେବେ, ତାହେଲେ ସେଇଟା ତା ପାଇଁ କ୍ଷମା, କିନ୍ତୁ ମୁଁ କିଛି କରିପାରେ। ଗୁରୁଦେବଙ୍କର ପାଖରେ ଏ ସାଧାରଣ ବୈଷ୍ଣବ ମାନେ କଣ କରିବେ? ଗୁରୁଦେବ ସବୁ ବୈଷ୍ଣବ ମାନେ ଆସିଲେ, ଆଉ ସବୁ ବସିଲେ, କହିଲେ ଗୁରୁଦେବ ଆମେ ସମସ୍ତେ ପ୍ରାର୍ଥନା କରୁଛୁ, ଆପଣ ତାଙ୍କୁ ଏଥର ବି ସୁଯୋଗ ଦିଅ। ଗୁରୁଦେବ କହିଲେ କେବଳ ଏଇ ଗୋଟିଏ କେସ୍ ମୁଁ କୃଷ୍ଣଙ୍କୁ ଜଣେଇବି, ଯେ ସବୁ ବୈଷ୍ଣବ ମାନେ ଯେହେତୁ ତାଙ୍କୁ ଆବେଦନ କରୁଛନ୍ତି, ତାହେଲେ ଗୋପାଳ ତାଙ୍କୁ ଏଥର କ୍ଷମା କର। ସବୁ ବୈଷ୍ଣବ ମାନେ କହିଲା ପରେ ହିଁ ଗୁରୁଦେବ ତାକୁ କହିଲେ, ହଁ ତୁମକୁ ଆସେପ୍ଟ କର। ଜଣେ ସାଧୁ ଯେ ଗୁରୁ, ସେ ଶିଷ୍ୟଙ୍କର ଓପିନିଅନ ନେବା କଣ ଆବଶ୍ୟକ? କୋଦା ଏହା ହଉଛି ବୈଷ୍ଣବ ପ୍ରୋସିଜର, ଏଇଟା ବୈଷ୍ଣବ ଏଟିକେଟ। ବୈଷ୍ଣବ ଯଦି ନିରପେକ୍ଷ ଭାବରେ କୁହାଯାଏ, ବୈଷ୍ଣବ ମାନେ ବୈଷ୍ଣବ ଗୁଣରେ କାହିଁକି ଆଜି ମଣ୍ଡିତ ହଉନାହାନ୍ତି? ସେମାନଙ୍କର ଭକ୍ତ କନସିୟସନେସ, ଭକ୍ତ ମାନଙ୍କୁ ଭକ୍ତ ଦୃଷ୍ଟିରେ ଦେଖୁନା। ଯେ ପର୍ଯ୍ୟନ୍ତ ଆମର ମାଳି ତିଳକ ଦେଖିକି ଆନନ୍ଦ ନ ଆସିଛି ଜଣେ ଭକ୍ତକୁ ଦେଖିକି, ସେ ପର୍ଯ୍ୟନ୍ତ ଗୁରୁଙ୍କର କୃପା ପାଇବା ବହୁତ ଦୁର୍ଲଭ। ବୈଷ୍ଣବ କୃପା ତ ଆମ ପାଇନେ, ଭଗବାନଙ୍କର କୃପା ତ ଆହୁରି ଦୂରରେ ଆମ ପ୍ରତି ରହିଲା। କାରଣ ଏଇଥିପାଇଁ ଏଇ ପ୍ରସଙ୍ଗ ଆଜି କୁହାଯାଉଛି, ଯେଉଁ ଆଚାର୍ଯ୍ୟ ମାନଙ୍କର କଥା ଆମେ ଶୁଣିବା, ଏଇ ପ୍ରସଙ୍ଗ ଶୁଣିବା ଆମର କଣ ଲାଭ ହବ? ନା ଦେବକୀ ନନ୍ଦନ
ଦାସ କଣ କହିଲେ? ହୟା ଛେ ହବେନେ ଯତେ ମହାପ୍ରଭୁର ଦାସ ସବାର ଚରଣ ବନ୍ଦେ ଦନ୍ତେ ଧରିଗା। ଯେତେ ମହାପ୍ରଭୁଙ୍କର ଭକ୍ତ ହେଇଛନ୍ତି ଆଉ ଯେତେ ଭକ୍ତ ହେବେ, ଦେବକୀନନ୍ଦନ ଦାସ କହୁଛନ୍ତି ଯେତେ ଭକ୍ତ ହେଇଯାଇଛନ୍ତି ଆଉ ଯେତେ ଭକ୍ତ ମୋ ସାଙ୍ଗରେ ଅଛନ୍ତି ଆଉ ଯେଉଁମାନେ ଭବିଷ୍ୟତରେ ମହାପ୍ରଭୁଙ୍କର ଭକ୍ତ ହେବେ, ବୈଷ୍ଣବ ହେବେ, ସମସ୍ତଙ୍କର ମୁଁ ଚରଣ ବନ୍ଦନା କରୁଛି, ଦାନ୍ତରେ ଘାସ ଧରି ସେମାନେ ମତେ କରୁଣା କର। ଇଏ ହଉଛି ବୈଷ୍ଣବ ଧାରା, ଆଉ ଇଏ ହଉଛି ବୈଷ୍ଣବ କୃପା। ତେଣୁ ଡାଇରେକ୍ଟ ଭକ୍ତ ହେଇପାରିବା ନା, ଆଉ ଭକ୍ତର ଭକ୍ତ ହବା ବି ବହୁତ ବଡ କଷ୍ଟ। ଭକ୍ତର ଭକ୍ତ ହେଇକି ପରୀକ୍ଷାରେ ଫେଲ ହେଇଯାଇଛି। ସେଥିପାଇଁ ବୃତ୍ତାସୁର ତେଣୁ ସ୍ତୁତି କରୁଛନ୍ତି, ଭାଗବତର ସ୍ତୁତି ମୌଡମଣି ବୃତ୍ତାସୁର ସ୍ତୁତି। ବୃତ୍ତାସୁର ବୋଲେ ଭଗବାନ ଇନ୍ଦ୍ର ଠିଆ ହେଇଛନ୍ ବଜ୍ର ଧରିକି। ବୃତ୍ତାସୁର ବୋଲେ ଜୀବନରେ ମୁଁ ବହୁତ ବଡ ଭୁଲ କରିଦେଲା, ଠକି ଗଲି। ଜୀବନରେ ଯେ ଭଗବାନଙ୍କୁ ପାଇନି ସେ ଠକିଯାଏ, ଆଉ ଯିଏ ଭକ୍ତକୁ ପାଇନି ସେ ଠକିଯାଏ, କିନ୍ତୁ ମୁଁ ଦୁଇ ଜଣଙ୍କୁ ପାଇକି ଠକିଗଲି। ବୃତ୍ତାସୁର ଡାଇରେକ୍ଟ ଇନ୍ଦ୍ର ଆଗରେ କହୁଛି, ଭଗବାନଙ୍କୁ ଚାହିଁ କହୁଛନ୍ତି ପ୍ରଭୁ ମୁଁ ବହୁତ ବଡ ଠକରେ ପଡିଗଲି ନା। କାହିଁକି? ସ୍ତୁତିରେ ଅହଂ ହରେ ତବ ପାଦେଇକ ମୂଳ ଦାସାନ ଦାସ ଭବିତାସ୍ମି ଚାୟ। ପ୍ରଭୁ ମୁଁ ମୋ ଜୀବନରେ ଆପଣଙ୍କୁ ସିନା ପାଇଗଲି, ଚିତ୍ରକେତୁର ଉପରେ ମୁଁ ସାକ୍ଷାତ ସଂକର୍ଷଣକୁ ଦର୍ଶନ କଲି, ମୋ ଜୀବନରେ ଗୋଟେ ଅଭାବ ରହିଗଲା। ସେଇ ଅଭାବ ପାଇଁ ମୁଁ ଆଜି ଅସୁର ଜନିକି ଆସିବାକୁ ପଡେ। ନା କାହିଁକି ଅସୁର ଜନିକି ଆସିଲ? କଣ ତୁମର ଅଭାବ ରହିଲା? ନା ମୁଁ ଦାସାନ ଦାସ ହେଇପାରିଲିନି, ମୁଁ ଡାଇରେକ୍ଟ ଦାସ ହେଇଗଲି, ମୁଁ ଶଙ୍କର୍ଷଣଙ୍କର ଭକ୍ତ ହେଇଗଲି। ଆଉ ଆପଣଙ୍କର ଡାଇରେକ୍ଟ କୃପା ଲାଭ କଲି, ସବୁ ସମୟରେ ଆପଣଙ୍କର ଗୁଣ କୀର୍ତ୍ତନ କରୁଥିଲି, ଆପଣଙ୍କୁ ସାକ୍ଷାତ ଦର୍ଶନ କରୁଥିଲି, ତନ୍ମୟ ଅବସ୍ଥାରେ ଥିଲି। ପୁଣି ମୋର ପତନ ହେଇଗଲା, ଭକ୍ତ ଅପରାଧ। ମୁଁ ସେ ବୁଝିକି ନିନ୍ଦା କରିଦେବି। ମୁଁ ଡାଇରେକ୍ଟ ଆପଣଙ୍କର ପ୍ରତି ମୁହୂର୍ତ୍ତରେ ଚିତ୍ରକେତୁ ଉପାଖ୍ୟାନ ଆପଣ ଶୁଣିବେ, ସୁନ୍ଦରୀ ସୁନ୍ଦରୀ ଅପ୍ସରା ମାନଙ୍କୁ ନେଇ ଚିତ୍ରକେତୁ ଭଗବାନଙ୍କର ଗୁଣଗାନ କରୁଥିଲେ। ଯେଉଁ ଅପ୍ସରା ମାନଙ୍କୁ ଦର୍ଶନ କଲେ ଇନ୍ଦ୍ର ମୂର୍ଚ୍ଛିତ ହଉଥିଲେ, ସେଭଳି ଅପ୍ସରା ମାନେ ଚିତ୍ରକେତୁର ବିମାନରେ ଥାନ୍ତେ, କିନ୍ତୁ ଚିତ୍ରକେତୁ ଭୋ ଭୋ ହେଇ କ୍ରନ୍ଦନ କରି ଅଷ୍ଟ ସାତ୍ବିକ ଭାବ ବିକାରରେ ଭଗବାନଙ୍କର ନାମ କୀର୍ତ୍ତନ କରନ୍ତି। କିନ୍ତୁ ଏଭଳି ଭକ୍ତର ପତନ ହେଇଗଲା କାହିଁକି? ବୈଷ୍ଣବ ଅପରାଧ। କାହିଁକି ବୈଷ୍ଣବ ଅପରାଧ ହେଲା? ସ୍ତୁତିରେ କହୁଛନ୍ତି ମୁଁ ଦାସାନ ଦାସ ହେଇପାରିଲିନି, ମୋ ଜୀବନରେ ଅଭାବ। ସେ ପ୍ରଭୁ ଠକି ତ ଗଲି, କିନ୍ତୁ ମୋ ଜୀବନରେ ଗୋଟିଏ କରୁଣା କରନ୍ତୁ, ଦାସଙ୍କର ଦାସ। ଦାସାନ ଦାସ। ଭଗବାନ ବି ପ୍ରଶ୍ନ କରିବେ, ଇନ୍ଦ୍ର ବି ପ୍ରଶ୍ନ କରିବେ, ଆରେ ତୁ ତ ଚିତ୍ରକେତୁର ଉପରେ ଗୃହ ପ୍ରଶ୍ନ କରିଥିଲୁ, ନାରଦ ମୁକ୍ତର କରୁଥିଲେ, ତୁ ଦାସର ଦାସ ହେଇଥିଲୁ। ନା, ମୁଁ ସେତେବେଳେ ଗୁରୁଦେବଙ୍କୁ ଭୁଲି ଯାଇଥିଲି। ମୁଁ ଭଗବାନଙ୍କର ସଂଦର୍ଶନଙ୍କର କରୁଣା ପାଇଗଲା ପରେ ମୁଁ ଆଉ ଗୁରୁଦେବଙ୍କର ଆଦେଶ, ବୈଷ୍ଣବଙ୍କର ଆଦେଶ, ତାଙ୍କୁ ସ୍ମରଣ, ତାଙ୍କର ସେବା ଏଇଟା ଭୁଲି, ମୁଁ ଡାଇରେକ୍ଟ ଶଙ୍କର୍ଷଣଙ୍କର ଉପାସନା କରୁଥିଲି। ସେଥିପାଇଁ ମୋର ଆଜି ଅବସ୍ଥା ହେଇଗଲା। ତେଣୁ ହେ ପ୍ରଭୁ ମତେ କରୁଣା କରନ୍ତୁ, ମୁଁ ଯେଭଳି ଅହଂ ହରେ ତବ ପାଦେଇକ ମୂଳ ଦାସାନ ଦାସ ଭବିତାସ୍ମି ଚାୟ। ଭଗବାନ ସାକ୍ଷାତ କରୁଛନ୍ତି, ବୃତ୍ତାସୁର ତୁମେ କଣ ଚାହୁଁଛ କୁହ? ତୁମର ଆରତିରେ ମୁଁ ବର୍ତ୍ତମାନ ବିଗଳିତ ହେଇଗଲି। ପ୍ରଭୁ ମୋର କିଛି ଦରକାର ନାହିଁ, ମୁଁ ଆପଣଙ୍କୁ ବି ଚାହୁଁନି, କାରଣ ଆପଣଙ୍କୁ ପାଇକି ତ ମୋ ଜୀବନରେ ଧରିକି ରଖିପାରିଲିନି। ଭଗବାନଙ୍କୁ ପାଇଲା ପରେ ବି ଧରି ରଖିବ ନା, ଇଏ ହଉଛନ୍ତି ଚିତ୍ରକେତୁ ତାର ପ୍ରମାଣ, ବୃତ୍ତାସୁର ତାର ପ୍ରମାଣ। ପ୍ରେମ ପାଇଲା ପରେ ବି ଧରିକି ରଖିବେ ନା, ପାତ୍ର ନାହିଁ, ପାତ୍ର ସଜାଡ଼ିବେ ବୈଷ୍ଣବ ମାନେ। ବୈଷ୍ଣବ ମାନେ ପାତ୍ର ସଜାଡ଼ନ୍ତି। ଗୁରୁଦେବଙ୍କର କରୁଣା, ବୈଷ୍ଣବ ମାନଙ୍କର କରୁଣାରେ ଗୁରୁଦେବ ସନ୍ତୁଷ୍ଟ ହେଇ ଗୋଟେ ଭକ୍ତର ପାତ୍ର ବି ସଜାଡ଼ନ୍ତି, ଯେଉଁ ପାତ୍ରରେ ଭକ୍ତ ଭକ୍ତିକୁ ଧାରଣ କରେ। ଆଉ ତାର ପ୍ରମାଣ ଅଛନ୍ତି କି ନା ବୃତ୍ତାସ। ମୁଁ କିଭଳି ବୈଷ୍ଣବ ମାନଙ୍କର ଦାସ ହେବି, ଦାସ। ଏଇଟା ମତେ କରୁଣା କର। ଇନ୍ଦ୍ର ଚକିତ ହେଇକି ଚାରେ ଯିଏ ଚିତ୍ରକେତୁ ଥିଲେ, ଯିଏ ଭଗବାନଙ୍କ ସହିତ ଡାଇରେକ୍ଟ କଥାବାର୍ତ୍ତା କରିଦେଲେ, ସିଏ କଣ ଦାସ ହେବାକୁ ଚାହୁଁଛ? କାରଣ ଇନ୍ଦ୍ର ତ ଦାସ ଭଗବାନଙ୍କର। ଆମେ ଇନ୍ଦ୍ରକୁ ତାଚ୍ଛଲ୍ୟ କରି କହୁଛନ୍ତି, ଦେଖ ଇନ୍ଦ୍ର ତୁମେ ବି ପ୍ରଭୁଙ୍କର ଦାସ, କିନ୍ତୁ ମୁଁ ତୁମ ପଦ ଏଇନେ ଚାହୁଁନି, ମୁଁ ଦାସାନୁ ଦାସ ହେବା ପାଇଁ ଚାହୁଁଛି। ଆଉ ବୈଷ୍ଣବ ମାନଙ୍କର ଏହି ଏଟିକେଟ, ଆମେ କେହି ବି ପତ୍ର ଲେଖିଲେ ସେ କଣ ଲେଖୁଛି? ଆପଣଙ୍କର ଦାସ ଲେଖୁନି, ମୁଁ ଆପଣଙ୍କର ଦାସାନୁ ଦାସ, ମୁଁ ଦାସଙ୍କର ଦାସ। ଜଣେ ବୈଷ୍ଣବ ପାଖକୁ ଲେଖା ଯାଉଛି କି ନାଇଁ?
ଆପଣଙ୍କର ଦାସାନୁଦାସ ସେ ଲେଖୁଛି ତାର ନାମଟା। ବୈଷ୍ଣବ ପାଖକୁ ବି ଲେଖାଯାଉଛି ଯେ ଆପଣଙ୍କର ଦାସର ମୁଁ ହଉଛି ଦାସ। ତା ଅର୍ଥ ବୈଷ୍ଣବମାନଙ୍କର କରୁଣାଟା ଯେତେ ପୂର୍ବ ଆଚାର୍ଯ୍ୟ ଯେତେ ଆଚାର୍ଯ୍ୟ ମାନେ ଭବିଷ୍ୟତରେ ହେବେ ଆଉ ଯେତେ ଆଚାର୍ଯ୍ୟ ମାନେ ବର୍ତ୍ତମାନ ଅଛନ୍ତି ତାହା ସହିତ ସମସ୍ତ ବୈଷ୍ଣବ ମାନଙ୍କର କରୁଣା ଆମର ଆବଶ୍ୟକ। ସେଥିପାଇଁ ଭକ୍ତ ଚରିତ ଯେ ଶ୍ରବଣ କରିବା ଦ୍ୱାରା ଆମେ ବୈଷ୍ଣବ ମାନଙ୍କର ଆମେ ଯୋଉ ଚରିତ ଶ୍ରବଣ କରିବା ଲୋକନାଥ ଗୋସ୍ୱାମୀ ଷୋଡ ଗୋସ୍ୱାମୀ ଯେତେ ମହାପ୍ରଭୁଙ୍କର ଭକ୍ତ ସେମାନଙ୍କର କରୁଣା ଆମେ ଭିକ୍ଷା କରିବା। ସେମାନେ ଅଦ୍ୟାପି ଅଛନ୍ତି, ସେମାନଙ୍କର ନିତ୍ୟ ସ୍ୱରୂପ ଅଛି। ଯେ ଆସନ୍ତାକାଲି ଆମେ ଲୋକନାଥ ଗୋସ୍ୱାମୀଙ୍କର ଚରିତରୁ ଆରମ୍ଭ କରିବା। ମହାପ୍ରଭୁ କିଭଳି କ୍ରନ୍ଦନ କରିକି ସନ୍ନ୍ୟାସ ନେବା ବେଳେ ବସି କାନ୍ଦୁଛନ୍ତି। ଗଦାଧର ପଣ୍ଡିତ, ଅଦ୍ୱୈତ ଆଚାର୍ଯ୍ୟ, ନିତ୍ୟାନନ୍ଦ ପ୍ରଭୁ, ଶ୍ରୀନିବାସ ବସିଛନ୍ତି। ମହାପ୍ରଭୁ ବଡ଼ ଗମ୍ଭୀରରେ ବସି କ୍ରନ୍ଦନ କରୁଛନ୍ତି। ଆରେ ସନ୍ନ୍ୟାସ ନେବି ସିନା ନାମ ପ୍ରଚାର କରିବି, ପ୍ରେମ ପ୍ରଚାର କରିବି, କିନ୍ତୁ ମୋ ବ୍ରଜଧାମକୁ କିଏ ଉଦ୍ଧାର କରିବି? ଆଉ ମୋର ବର୍ତ୍ତମାନ ସମୟ ନାହିଁ। ମୁଁ ବୃନ୍ଦାବନରେ ରହି ବୃନ୍ଦାବନକୁ ପ୍ରକଟ କରିବାର ମୋର ସମୟ ନାହିଁ। ମୁଁ ନାମ ପ୍ରଚାର କରିବି, ଜୀବକୁ ଉଦ୍ଧାର କରିବି। ଆଉ ମୋର ଭୂମିକୁ କିଏ ଉଦ୍ଧାର କରିବ? ଘରଟା ନିଜ ଘର ଭାଙ୍ଗି ଗଲେ ଯେମିତି ବ୍ୟକ୍ତିର ଦୁଃଖ ପାଇଁ ମହାପ୍ରଭୁ ଦୁଃଖରେ ବସୁଛନ୍ତି, ଚିନ୍ତା କରୁଛି ସନ୍ନ୍ୟାସ ନେବେ ଆଉ ମାତ୍ର 5 ଦିନ ପରେ। ସେ ସମୟରେ ଲୋକନାଥ ଗୋସ୍ୱାମୀ ଆଜନ୍ମ ବ୍ରହ୍ମଚାରୀ, ବୈଷ୍ଠିକ ବ୍ରହ୍ମଚାରୀ ଲୋକନାଥ ଗୋସ୍ୱାମୀ ଘର ଛାଡିକି ପଳେଇ ଆସୁଛନ୍ତି। ଆସି ମହାପ୍ରଭୁ ଭେଟି, ତା ପୂର୍ବରୁ ମହାପ୍ରଭୁ ଭେଟିଥିବେ। ମହାପ୍ରଭୁ ତାଙ୍କୁ ଦେଖିଦେଲା ପରେ ଏତେ ଆନନ୍ଦ ହଉଛନ୍ତି, ମହାପ୍ରଭୁ ଅତି ଗମ୍ଭୀରରେ ବସି କ୍ରନ୍ଦନ କରୁଥିଲେ। ମହାପ୍ରଭୁ ତାଙ୍କୁ ଦେଖିକି ଆଲିଙ୍ଗନ କରିଦେଇଥିବେ। କାଲି ଶୁଣି ମହାପ୍ରଭୁ ତାଙ୍କ ବ୍ରଜ କେମିତି ପଠାଉଛନ୍ତି। ଆଉ ଲୋକନାଥ ଗୋସ୍ୱାମୀ ତାଙ୍କର ସଙ୍ଗୀ ଭୂଗର୍ଭ ଗୋସ୍ୱାମୀ ଧରି ବୃନ୍ଦାବନ ଭୂମିକି ଯାଇଛେ। କେତେ କାୟ କ୍ଲେଶ ଯାହା ଆଜି ବ୍ରଜରେ ଆମେ ଦେଖୁଛେ। ପ୍ରଥମ ପୁରୋଧା ବ୍ରଜଭୂମିର ଯେ ଯାହା କହନ୍ତି ଆବିଷ୍କାର କରିଛନ୍ତି ଲୋକନାଥ ଗୋସ୍ୱାମୀ। ମହାପ୍ରଭୁଙ୍କର କରୁଣାକୁ ଆଦେଶକୁ ଶିରୋଧାର୍ଯ୍ୟ କରି ବହୁ କାୟ କ୍ଲେଶ ସ୍ୱୀକାର କରି ସେ ବ୍ରଜଭୂମିକୁ ଉଦ୍ଧାର କରିଛନ୍ତି। ଯୋଉଥିପାଇଁ ଆମେ ଆଜି ଯାଇକି ପାଦ ଦେଇକି ପ୍ରଣାମ କରିକି ପ୍ରଭୁଙ୍କର ଲୀଳା ସ୍ଥାନରେ ମୁଣ୍ଡ ମାରିକି ଆସିପାରୁଛେ। ତେଣୁ ସେ ସମସ୍ତ ବୈଷ୍ଣବ ମାନଙ୍କର ଆମେ କରୁଣା ଭିକ୍ଷା କରିବା। ଆସନ୍ତାକାଲି ଲୋକନାଥ ଗୋସ୍ୱାମୀଙ୍କର ଚରିତ ଆମେ ଆରମ୍ଭ କରିବା। ତେବେ ପ୍ରଥମ ପ୍ରସଙ୍ଗ ଆସନ୍ତାକାଲି ରହିବ କୃଷ୍ଣଙ୍କ ଚରିତ ଶ୍ରବଣ କଲେ କଣ ଆମର ଫଳ ମିଳିବ, କଣ ସାଧୁକୁ ଫଳ ମିଳେ। 6ଟି ମୁଖ୍ୟ ପ୍ରସଙ୍ଗ ରହିବ। এই 6ଟି ଜିନିଷ ସାଧୁକୁ ପ୍ରାପ୍ତ ହୁଏ। ସେଇଠୁ ଆରମ୍ଭ ହବ ଲୋକନାଥ ଗୋସ୍ୱାମୀଙ୍କର ଚରିତ। ତେବେ ସମସ୍ତ ଭକ୍ତମାନଙ୍କୁ ଅନୁରୋଧ ସେମାନେ ଠିକ ସମୟରେ ଏଇଠି ଆସିବା ଦରକାର। ଖାଲି ଠିକ ସମୟରେ ଆଗରୁ ଯୋଉମାନେ ଆସିଥିବେ ଏଇଠି ବି ଗୁରୁ ପୂଜା ହବ, ଏଇଠି ବି ଦର୍ଶନ ଆରିକ ପରେ 7:30ରେ ଏଇଠି କଥା ଆରମ୍ଭ ହବ। ଯୋଉମାନଙ୍କର ସେବା ଅଛି ମନ୍ଦିରରେ ସେମାନେ ସେବା ସାରିକି ବରଣ ପରେ ଆସିବେ। 7:30 କଥା ଆରମ୍ଭ ହେଲେ ଭକ୍ତମାନେ ଅଫିସ ଯିବେ, ସେବା ଅଛି, ପ୍ରସାଦ হবে। ଠିକ 9:30 କଥା ସେଇ जय अनंत कोटि वैष्णव भक्त वृंद की जय। जय गौर नित्यानंद भगवान की जय। प्रभु जगन्नाथ बलदेव सुभद्रा महारानी की जय। प्रभुपाद जी महाराज की जय। जय गोविंद स्वामी श्री गुरुदेव की जय। अनंत कोटि वैष्णव भक्त वृंद की जय। समवेत भक्त वृंद की जय। निताय गौर प्रमानंदे हरि हरि।